ଆଜି ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ କୋଉଠି ବି ଖାଇବା ପାଇଲିନି। କଣ ହେଇଛି କେଜାଣି, ଜଙ୍ଗଲରେ ଆଉ ଗୋଟେ ବି ଫଳ ଗଛ ନାହିଁ। ମୁଁ ଆଉ ଥରେ ଖୋଜି ଦେଖେ, ହୁଏତ କିଛି ପାଇଯିବି, ନହେଲେ ଆଜି ମତେ ଉପାସରେ ରହିବାକୁ ହେବ। ଏମିତି କହି ଚଢ଼େଇ ପୁଣି ଥରେ ଖାଇବା ଖୋଜିଲା। କିଛି ଦୂର ଗଲା ପରେ ସେ ଏକ ସେଉ ଦେଖିଲା। ଚଢ଼େଇ ଶୀଘ୍ର ସେ ସେଉକୁ ଉଠେଇ ଆଣିଲା। ଯା ହଉ, ମତେ ଆଜି ଉପାସରେ ରହିବାକୁ ପଡିବନି। ଯାଏ ଗଛ ଉପରେ ବସି ଏ ଫଳକୁ ଖାଇନିଏ। ଏମିତି କହି ଚଢ଼େଇ ସେ ଫଳ ଧରି ଗଛ ଉପରକୁ ଗଲା। ଠିକ୍ ସେହି ସମୟରେ କାଉ ଚଢ଼େଇ ପାଖକୁ ଆସିଲା। ରହ ଚଢ଼େଇ, ଏ ମିଠା ଫଳ ଖାଆନି। ମୋ ସ୍ତ୍ରୀର ଦେହ ବହୁତ ଖରାପ, ତାକୁ ମିଠା ଫଳ ଖାଇବାକୁ ଭାରି ଭଲ ଲାଗେ। ତୁ ଏ ଫଳ ମତେ ଦେ, ମୁଁ ମୋ ସ୍ତ୍ରୀ ପାଇଁ ନେଇଯିବି। ଚୁପ୍ କର କାଉ, ମିଛ କଥା କହିବୁନି। ମୁଁ ଏବେ ଦେଖିକି ଆସିଲି, ତୋ ସ୍ତ୍ରୀର ଦେହ ପୁରା ଠିକ୍ ଅଛି। ସେ ଠିକ୍ ଥିଲା ଯେ ଏଇ କିଛି ସମୟ ହେବ ତ ଦେହ ଖରାପ ହେଇଗଲା। ଦେ ଦେ, ମତେ ଶୀଘ୍ର ସେ ଫଳଟା ଦେ। ତୁ ଏମିତି ମିଛ କହି ଆଗରୁ ମୋଠୁ ଅନେକ ଫଳ ନେଇଛୁ। ତୁ କଣ ଭାବୁଛୁ ସବୁଦିନ ମତେ ଏମିତି ବୋକା ବନେଇ ଦେବୁ? ମୁଁ ଆଜି ତତେ ଏଇ ଫଳ ଦେବିନି। ଯା ପଳା ଏଠୁ, ମତେ ଶାନ୍ତିରେ ଫଳ ଖାଇବାକୁ ଦେ। କଣ ହେଲା, ତୁ ମତେ ଫଳ ଦେବୁନି ତ? ତୁ ଯେତିକି ବଡ ନୁହଁ ସେତିକି ଫୁଟାଣି ମାରୁଛୁ। ଦେଖ ଏବେ ମୁଁ ତୋ ସହ କଣ କରୁଛି। ତାପରେ କାଉ ଜୋର କରି ଚଢ଼େଇ ପାଖରୁ ତା ଫଳ ନେଇଗଲା। ବଦମାସ କାଉ, ଦେ ଦେ ମୋ ଫଳ। ତୁ କଣ ଭାବୁଛୁ ମୁଁ ତତେ ଦେଖି ଡରିଯିବି? ମୋ ପାଖରେ ବି ଶକ୍ତି ଅଛି, ମୁଁ ଆଜି ତତେ ଛାଡ଼ିବିନି। ଏମିତି କାଉ ଆଉ ଚଢ଼େଇ ଖୁବ୍ ଜୋରେ ଲଢ଼େଇ ଲାଗିଲେ। କାଉର ଶକ୍ତି ଆଗରେ ଛୋଟ ଚଢ଼େଇ ତାକୁ ପାରିଲାନି। କାଉ ଧକ୍କା ଦେଇ ଚଢ଼େଇକୁ ତଳେ ପକେଇଦେଲା। ସେଇ ଗଛ ତଳେ ଥିଲା ଗୋଟେ କୂଅ। ଚଢ଼େଇ ସେ କୂଅ ଭିତରେ ପଡ଼ିଗଲା। ଏମିତି ଦେଖି କାଉ ଖୁବ୍ ହସିଲା। ବଢିଆ ହେଇଛି, ବଢିଆ ହେଇଛି। ମୋ ସହ ଲାଗୁଥିଲୁ ନା ଚଢ଼େଇ, ଏବେ କୂଅ ଭିତରେ ମର। ବଦମାସ କାଉ, ମତେ ଏ କୂଅ ଭିତରୁ ବାହାର କର, ମତେ ଭାରି ଡର ଲାଗୁଛି। ଚଢ଼େଇ ଯେତେ ଚେଷ୍ଟା କଲେ ବି ସେ କୂଅରୁ ବାହାରି ପାରିଲାନି। ସେପଟେ କାଉ ଖୁସିରେ ତା ଘରକୁ ଆସିଲା, ଆଉ ନିଜ ସ୍ତ୍ରୀକୁ ସବୁ ଘଟଣା କହିଲା। ମା, ଶତ୍ରୁକୁ ମାରି ବହୁତ ଭଲ କାମ କରିଛ। ସେ ଚଢ଼େଇକୁ ଦେଖିଲେ ମତେ ଭାରି ରାଗ ଲାଗେ। ଯେତିକି ବଡ ନୁହଁ ସେତିକି ବଡ କଥା କୁହେ। ଏବେ ସେ ପାଇଲା ମଜା। ଦିଅ ଦିଅ, ମତେ ସେ ଫଳ ଦିଅ, ମୁଁ ଖାଇବି। କାଉର ସ୍ତ୍ରୀ ସେ ଫଳ ଖାଇଲା। ସେପଟେ ଚଢ଼େଇ କୂଅ ଭିତରେ ଦୁଇଟି କବାଟ ଦେଖିଲା। ଗୋଟି କବାଟ ଥିଲା ସାଧାରଣ, ଆଉ ଗୋଟି କବାଟ ଥିଲା ସୁନାର। ଏ କଣ, ଏଠି ତ ଦୁଇଟି କବାଟ ଅଛି। ଏଇ କବାଟ ପଛପଟେ କଣ ଥିବ? ଭୂତ ପ୍ରେତ ନଥିବ ତ? ଉପରେ କିଏ ଅଛ? ମତେ ସାହାଯ୍ୟ କର, ମତେ ଭାରି ଡର ଲାଗୁଛି। ଚଢ଼େଇ ଯେତେ କାନ୍ଦିଲେ ବି ତା କଥା କେହି ବି ଶୁଣି ପାରୁନଥିଲେ। କିଛି ସମୟ ପରେ ଚଢ଼େଇ ନିଜକୁ ଶାନ୍ତ କଲା, ଆଉ ମନରେ ସାହସ ବାନ୍ଧି କହିଲା, ନା ଆଉ କାନ୍ଦିବିନି କି ଡରିବିନି। ମୁଁ ଯାଇ ଏ କବାଟ ଖୋଲି ଦେଖେ, ତାପରେ ଜାଣିପାରିବି ଏଥିରେ କଣ ଅଛି। ହେଲେ ଏଠି ତ ଦୁଇଟି କବାଟ ଅଛି, ମୁଁ କାହାକୁ ଆଗ ଖୋଲିବି? ଏ ସୁନାର କବାଟ ପଛପଟେ ନିଶ୍ଚୟ କିଛି ମୂଲ୍ୟବାନ ଜିନିଷ ଥିବ। ମୁଁ ତା ପରେ ଖୋଲିବି, ଆଗ ଏ ସାଧାରଣ କବାଟକୁ ଖୋଲେ। ଏମିତି ଚିନ୍ତା କରି ଚଢ଼େଇ ସେ ସାଧାରଣ କବାଟକୁ ଖୋଲିଦେଲା। ହଠାତ୍ ତା ଭିତରୁ ଏକ ସୁନ୍ଦର ପ୍ରଜାପତି ବାହାରି ଆସିଲା। ଧନ୍ୟବାଦ ଚଢ଼େଇ, ଏତେ ଦିନ ପରେ ଯାଇ ମୁଁ ତୋ ପାଇଁ ମୁକ୍ତ ହେଇପାରିଲି। କିଏ କିଏ ତୁମେ? ଆଉ ଏଠି ଏମିତି କାହିଁକି ଥିଲ? ମୁଁ ସାଧାରଣ ପ୍ରଜାପତି ନୁହଁ, ମୁଁ ହେଉଛି ଗୋଟେ ଯାଦୁର ପ୍ରଜାପତି। ମୁଁ ମୋ ଯାଦୁ ଶକ୍ତି ଦେଇ ସମସ୍ତଙ୍କୁ ସାହାଯ୍ୟ କରେ। ମତେ ହିଂସା କରି ଦିନେ ଗୋଟେ ଯାଦୁକର ମତେ ଏଠି ବନ୍ଦୀ କରି ରଖିଦେଲା। ଏ କୂଅ ଭିତରକୁ କେହି ବି ଆସନ୍ତିନି। ଚଢ଼େଇ, ତୁ କେମିତି ଏଠାକୁ ଆସିଲୁ? ଚଢ଼େଇ ପ୍ରଜାପତିକୁ ସବୁ କିଛି କହିଲା। ସବୁ ତ ଶୁଣିଲ ପ୍ରଜାପତି, ଏବେ ମୁଁ ଆର କବାଟକୁ ବି ଖୋଲିଦିଏ, ଦେଖେ ସେଠି କିଏ ବନ୍ଦୀ ଅଛି। ନା ନା ଚଢ଼େଇ, ସେ ଭୁଲ କରନି। ସେଠି ମୋ ପରି ଭଲ ନୁହଁ, ସେଠି ଗୋଟେ ଖରାପ ପିଶାଚି ବନ୍ଦୀ ଅଛି। ତାକୁ ମୁଁ ହିଁ ବନ୍ଦୀ କରି ରଖିଛି। ମୁଁ ଅନେକ ଦୁଷ୍ଟମାନଙ୍କୁ ଏଇ କୂଅ ଭିତରେ ବନ୍ଦୀ କରି ରଖେ। ଏଇ କାରଣରୁ ପ୍ରତିଶୋଧ ନେବା ପାଇଁ ସେ ଦୁଷ୍ଟ ଯାଦୁକର ମତେ ଏଇ କୂଅ ଭିତରେ ବନ୍ଦୀ କରି ରଖିଦେଲା। ଚାଲ ଚଢ଼େଇ, ଏବେ କୂଅ ଉପରକୁ ଯିବା। ପ୍ରଜାପତି, ମୁଁ ଅନେକ ଚେଷ୍ଟା କଲିଣି, ହେଲେ କୂଅ ଉପରକୁ ଯାଇପାରୁନି। ତୁ ଚିନ୍ତା କରନି ଚଢ଼େଇ, ମୁଁ ମୋ ଯାଦୁ ଶକ୍ତିରେ ତତେ କୂଅ ଉପରକୁ ନେଇଯିବି। ବହୁତ ବହୁତ ଧନ୍ୟବାଦ ପ୍ରଜାପତି, ଆଜି ମୁଁ ତୁମ ପାଇଁ କୂଅ ଭିତରୁ ବାହାରି ପାରିଲି। ଏବେ ମୁଁ ଘରକୁ ଯାଉଛି।
ଆରେ ଚଢ଼େଇ ରହ ରହ, ମୁଁ ତତେ ଏକ ଉପହାର ଦେବାକୁ ଚାହୁଁଛି। ଏମିତି କହି ପ୍ରଜାପତି ଚଢ଼େଇକୁ ଏକ 3 ଫଳ ବାଲା ଗଛ ଦେଲା। ନେ ଚଢ଼େଇ, ଏ 3 ଫଳ ବାଲା ଗଛ ମୁଁ ତତେ ଦେଲି। ଏ ଗଛରେ 3 ପ୍ରକାରର ଫଳ ଫଳିବ, ଆଉ ଏ ଫଳ କେବେ ବି ସରିବନି। ଏ ଗଛ ନେଇ ତୁ ଘରକୁ ଯା। ମୁଁ ଏବେ ଯାଉଛି ଚଢ଼େଇ, ଯଦି କେବେ ଦରକାର ହେବ ମତେ ମନେ ପକେଇବୁ, ମୁଁ ତ ପାଖକୁ ଆସିବି। ତାପରେ ପ୍ରଜାପତି ସେଠାରୁ ଚାଲିଗଲା। ଚଢ଼େଇ ସେ 3 ଫଳ ବାଲା ଗଛ ନେଇ ଘରକୁ ଆସିଲା, ଆଉ ନିଜ ଅଗଣାରେ ଲଗେଇଦେଲା। ଆରେ କଣ, ଏ ଚଢ଼େଇ ସେ କୂଅ ଭିତରୁ କେମିତି ବାହାରିଲା? ଦେଖ ନା, ତା ପାଖରେ କେତେ ସୁନ୍ଦର ଗୋଟେ 3 ଫଳ ବାଲା ଗଛ ଅଛି। ମୁଁ ଯାଇ ତାକୁ ପଚାରି ସେ ଗଛ କୋଉଠୁ ପାଇଲା। ଚଢ଼େଇ, ତୁ ବଞ୍ଚିଛୁ। ମୋ ସ୍ୱାମୀ ତତେ କୂଅରେ ପକେଇଦେବା କଥା ଜାଣିଲା ପରେ ମୁଁ ରାଗି ମୋ ସ୍ୱାମୀକୁ ଘରୁ ବାହାର କରିଦେଇଛି। ଚିନ୍ତା କରନି କାଉ ଭଉଣୀ, ମୁଁ ଏକଦମ ଠିକ ଅଛି। ଆଚ୍ଛା ଚଢ଼େଇ, ତୁ ଏ 3 ଫଳ ବାଲା ଗଛ କୋଉଠୁ ପାଇଲୁ? ହଠାତ୍ ସେହି ସମୟରେ ଚଢ଼େଇର ନଜର ଦୂରରେ ଛିଡ଼ା ହେଇଥିବା କାଉ ଉପରେ ପଡ଼ିଲା। ସେ ମନରେ ଚିନ୍ତା କଲା, ଆଚ୍ଛା ଆଚ୍ଛା, ମୋ ପାଖରୁ ସତ କଥା ଜାଣିବା ପାଇଁ ଏମାନେ ଏମିତି ନାଟକ କରୁଛନ୍ତି। ରୁହ, ତମ ମାନଙ୍କୁ ତ ମୁଁ ଉଚିତ ଶିକ୍ଷା ଦେଉଛି। କାଉ ଭଉଣୀ, ଜାଣିଛ କାଉ ଭାଇ ମତେ ଯୋଉ କୂଅରେ ଧକ୍କା ଦେଇ ପକେଇ ଦେଇଥିଲେ, ସେଇ କୂଅ ଭିତରେ ନା ଏକ ସୁନାର କବାଟ ଅଛି। ସେଇ କବାଟ ଖୋଲିଲେ ତା ଭିତରେ ଏମିତି ଅନେକ ଗଛ ଅଛି। ମୁଁ ସେଥିରୁ ଗୋଟେ ଗଛ ନେଇ ଆସିଛି। ଓ ଆଚ୍ଛା, ଏମିତି କଥା। ହଉ ଚଢ଼େଇ, ମୁଁ ଏବେ ଯାଉଛି। ତୋ କଥା ଯଦି ସତ, ଚାଲ ଚାଲ, ଆଉ ଡେରି କରନି, ଶୀଘ୍ର ସେ କୂଅ ପାଖକୁ ଯିବା। ତାପରେ 2 କାଉ କୂଅ ପାଖକୁ ଗଲେ। ଏକା ସାଙ୍ଗରେ ହିଁ ସେମାନେ କୂଅ ଭିତରକୁ ବି ଗଲେ। ସୁନାର କବାଟକୁ ଦେଖି ସେମାନେ ସେ କବାଟ ଖୋଲିଦେଲେ। ହଠାତ୍ ତା ଭିତରୁ ଏକ ଭୟଙ୍କର ପିଶାଚି ବାହାରିଲା। କେତେ ଦିନ ପରେ ଯାଇ ମୁଁ ମୁକ୍ତ ହେଲି। ବାହାରୁ ବାହାରୁ ହିଁ ମୁଁ ଖାଇବା ପାଇଗଲି। ଏବେ ମୁଁ ତମ ମାନଙ୍କୁ ଖାଇ ମୋ ପେଟ ପୁରେଇବି। ଏଇଟା ତ ଗୋଟେ ପିଶାଚି। 3 ଫଳ ବାଲା ଗଛ କାଇଁ? ଏବେ କଣ କରିବା? ୟାକୁ ଦେଖିଲେ ମତେ ଭାରି ଡର ଲାଗୁଛି। ପିଶାଚି, ଆମକୁ କ୍ଷମା କରିଦିଅ। ଆମେ ଭୁଲରେ ତୁମକୁ ବାହାର କରିଦେଲୁ, ଆମକୁ ଛାଡ଼ି ଦିଅ। ଥରେ ମୁଁ ଯାହାକୁ ଦେଖେ ତାକୁ ଆଉ ଛାଡ଼େନି। ଏମିତି କହି ପିଶାଚି ସେ 2 କାଉଙ୍କୁ ମାରି ଖାଇଦେଲା। ଚଢ଼େଇ ତା ସାଙ୍ଗ ପ୍ରଜାପତିକୁ ସବୁ ଘଟଣା କହିଲା। ପିଶାଚି କୂଅରୁ ଯେମିତି ନ ବାହାରିବ ସେଥିପାଇଁ ପ୍ରଜାପତି ଏକ ବଡ଼ ପଥର ଆଣି କୂଅ ଉପରେ ରଖିଦେଲା। ତାପରେ ସେ ନିଜ ଘରକୁ ଫେରିଗଲା। ସେପଟେ ଚଢ଼େଇ 3 ଫଳ ବାଲା ଗଛ ନେଇ ଖୁସିରେ ରହିଲା। ପୋଖରୀ ପାଖ ଗଛରେ ଘର କରି କାଉ ଆଉ ତାର ସ୍ତ୍ରୀ ରହୁଥିଲେ। ପୋଖରୀ ଭିତରେ ରହୁଥିଲା ଏକ ଛୋଟ ବେଙ୍ଗ। ଓହୋ, ଏ ବେଙ୍ଗଟା ପୁଣି ରଡ଼ି ଛାଡ଼ିବା ଆରମ୍ଭ କରିଦେଲା। ୟାର ଶବ୍ଦରେ ମୁଁ ଶାନ୍ତିରେ ଶୋଇପାରୁନି। ଆରେ ଚମ୍ପା, କୁଆଡ଼େ ଗଲୁ? ଯା, ଶୀଘ୍ର ଏ ବେଙ୍ଗର ପାଟିକୁ ବନ୍ଦ କରିବୁ। ଏଇ ବେଙ୍ଗର ଶବ୍ଦରେ ମୁଁ ବି ଶାନ୍ତିରେ ରହିପାରୁନି। ରୁହ, ମୁଁ ଏବେ ତା କଥା ବୁଝୁଛି। ଏଇ ବଦମାସ ବେଙ୍ଗ, ଏତେ ଜୋରେ ଶବ୍ଦ କାହିଁକି କରୁଛୁ? ତୋ ଶବ୍ଦ ପାଇଁ ଆମେ ଶାନ୍ତିରେ ରହିପାରୁନୁ। ଏଥିରେ ଖରାପ କଣ କହିଲ? ତମେ ପକ୍ଷୀମାନେ ବି ତ ଶବ୍ଦ କର, ମୁଁ ବି ସେମିତି ମୋ ଶବ୍ଦ ବାହାର କରେ। କଣ କହିଲୁ ତୁ? ତୋ ଶବ୍ଦ ଆଉ ଆମ ପକ୍ଷୀଙ୍କ ଶବ୍ଦ ଭିତରେ ରାତି ଦିନର ଫରକ ଅଛି। ଶୁଣ ମୋ କଥା, ଆଉ ଥରେ ଯଦି ତୋର ଏଇ ବେସୁରା କଣ୍ଠରେ ରଡ଼ି ଛାଡ଼ିବୁ, ମୋ ହାତରେ ଥିବା ଏ ତାବାରେ ତତେ ପିଟି ପିଟି ମାଟିରେ ପୋତିଦେବି, ବୁଝିଲୁ? ଦେଖ, ମୋର ଏଥିରେ କିଛି ବି ଦୋଷ ନାହିଁ। ମୁଁ ଚାହିଁଲେ ବି ମୋ ଶବ୍ଦ ଅଟକେଇ ପାରିବିନି। ମତେ ଭଗବାନ ସେମିତି ବନେଇଛନ୍ତି, ବୁଝିଲ? କଣ ହେଲା? ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ରହ, ଏବେ ତ ରଙ୍ଗ ଛଡ଼ଉଛି। ଓ, ମତେ ମାରନି, ମତେ ଆଉ ମାରନି, ଭାରି କାଟୁଛି। ଦୟାକରି ମତେ ଛାଡ଼ି ଦିଅ। ଆଜି ପାଇଁ ଛାଡ଼ି ଦେଉଛି, ଆଉ ଥରେ ଯଦି ରଡ଼ି ଛାଡ଼ିବୁ ତତେ ଆହୁରି କଠିନ ଶାସ୍ତି ଦେବି। ଏମିତି ରାଗି କାଉର ସ୍ତ୍ରୀ ଘରକୁ ଫେରିଗଲା। ହେଲେ କିଛି ଲାଭ ହେଲା ନାହିଁ। ବେଙ୍ଗ ସେମିତି ଶବ୍ଦ ବାହାର କରୁଥିଲା। ଓହୋ, ଏ ବେଙ୍ଗର ଶବ୍ଦରେ ରହିବା ମୁସ୍କିଲ ହେଇଗଲା। ଚମ୍ପା, ମତେ ମୋ ହେଡଫୋନ ଦେ। ଏ ବେଙ୍ଗର ଶବ୍ଦ ଶୁଣିବା ଅପେକ୍ଷା ହେଡଫୋନରେ ଗୀତ ଶୁଣିବା ବହୁତ ଭଲ। ତାପରେ କାଉ
କାନରେ ହେଡଫୋନ୍ ଲଗେଇ ଗୀତ ଶୁଣିଲା। ହେଲେ ବେଙ୍ଗର ଶବ୍ଦ ଗୀତଠୁ ବି ଅଧିକ ଶୁଣାଯାଉଥିଲା। ଏମିତି ଦେଖି କାଉ ରାଗିଗଲା ଆଉ ବାହାରକୁ ଯାଇ କିଛି ପଥର ଆଣି ଘରେ ଜମା କଲା। ଚମ୍ପା, ଏ ପଥର ସବୁ ଘରେ ରଖିଥା। ଏଥର ଯେବେ ବି ବେଙ୍ଗ ଶବ୍ଦ କରିବ ତା ଉପରକୁ ଏ ପଥର ଫିଙ୍ଗିବା। ହଁ, ତୁମେ ଠିକ୍ କହିଛ। ଏ ବେଙ୍ଗ ପାଇଁ ଶାନ୍ତିରେ ରହି ହେଉନି। ଏବେ ସେ ପାଇବ ମଜା। ତାପରେ ବେଙ୍ଗ ଯେମିତି ଶବ୍ଦ କଲା, କାଉ ଆଉ ତାର ସ୍ତ୍ରୀ ମିଶି ତା ଉପରକୁ ପଥର ଫିଙ୍ଗିଲେ। ଗୋଟେ ପଥର ବେଙ୍ଗର ମୁଣ୍ଡରେ ବାଜିବା ଯୋଗୁଁ ସେ ବେହୋସ ହେଇ ପଡ଼ିଗଲା। ଆରେ ଦେଖ ଦେଖ, ପଥର ବାଜିବା ଯୋଗୁଁ ବେଙ୍ଗ ବେହୋସ ହେଇଗଲା। ଯାହା ହଉ, ଏବେ ବେଙ୍ଗର ଶବ୍ଦରୁ ଟିକେ ମୁକ୍ତି ମିଳିଲା। ଚାଲ ଏବେ ଘର ଭିତରକୁ। ଆରେ କଣ ବେଙ୍ଗଟା ଏମିତି ବେହୋସ ହେଇ ପଡ଼ିଛି କାହିଁକି? ମୁଁ ତାକୁ ଉଠାଏ। ଏମିତି କହି ଚଢ଼େଇ ବେଙ୍ଗକୁ ଉଠେଇଲା। ବେଙ୍ଗର ହୋସ ଆସିଲା। ଆରେ ବେଙ୍ଗ, ତୁ ଏଠି ଏମିତି ପଡ଼ିଥିଲୁ କ'ଣ ପାଇଁ? କ'ଣ ହେଇଛି ତୋର? ବେଙ୍ଗ ଚଢ଼େଇକୁ ସବୁ ଘଟଣା କହିଲା। ଆଚ୍ଛା ଚଢ଼େଇ ଭଉଣୀ, କହିଲ, ଏ ଜଙ୍ଗଲ ତ ସମସ୍ତଙ୍କର। ତମେ ମାନେ ଯେମିତି ଘର କରି ରହୁଛ, ମୁଁ ବି ସେମିତି ରହୁଛି। ମୁଁ ଶବ୍ଦ କଲେ ବାଦଲ ମାନେ ବର୍ଷା କରନ୍ତି। ହେଲେ ଦୁଇ କାଉଙ୍କ ପାଇଁ ମୁଁ ଭଲ ଭାବରେ ମୋ ଶବ୍ଦ ବାହାର କରିପାରୁନି। ମୁଁ ଯେତେବେଳେ ବି ଶବ୍ଦ କରୁଛି ସେମାନେ ମୋତେ ମାରୁଛନ୍ତି। ହଁ, ତୁ ଠିକ୍ କହିଛୁ। ଏ ଜଙ୍ଗଲ ସମସ୍ତଙ୍କର। ଏଠି ସମସ୍ତଙ୍କର ସମାନ ଅଧିକାର ଅଛି। ଏ ଦୁଇ କାଉ ତୋ ସହ କିଛି ବି ଠିକ୍ କରୁନାହାନ୍ତି। ରହ, ମୁଁ ଏବେ ସେମାନଙ୍କ ପାଖକୁ ଯାଇ କଥା ହେଉଛି। ସେମାନେ ତତେ ଆଉ ହଇରାଣ କରିବେନି। କାଉ ଭାଇ, କାଉ ଭଉଣୀ, ତୁମେ ଦୁଇ ଜଣ ବେଙ୍ଗ ସହ ବହୁତ ଅନ୍ୟାୟ କରିଛ। ବେଙ୍ଗ ଆମର ବହୁତ ଉପକାର କରେ। ବେଙ୍ଗ ଶବ୍ଦ କରେ ବୋଲି ବାଦଲ ମାନେ ଆମ ଜଙ୍ଗଲରେ ବର୍ଷା କରନ୍ତି। ତମେ ତାକୁ ଆଉ ବାଧା ଦିଅନି। ତାକୁ ତା କାମ କରିବାକୁ ଦିଅ। ଏଇ ଚଢ଼େଇ, ଚାଲି ଆସିଲୁ ବେଙ୍ଗର ଓକିଲାତି କରିବା ପାଇଁ। ବେଙ୍ଗ ଆମ ଘର ପାଖରେ ଶବ୍ଦ କରେ। ଯଦି ତୋ ଘର ପାଖରେ ଏମିତି ଶବ୍ଦ କରନ୍ତା ନା, ତାହେଲେ ତୁ ତାର କଷ୍ଟ ଜାଣିଥାନ୍ତୁ। ଯଦି ସେ ବେଙ୍ଗ ଆଉ ଥରେ ଶବ୍ଦ କରେ, ଆମେ ତାକୁ ଜୀବନରୁ ମାରିଦେବୁ। ତୁ ବି ଏଠୁ ଚାଲିଯା, ନହେଲେ ଆମେ ତତେ ବି ମାରିଦେବୁ। କାଉ ଆଉ ତାର ସ୍ତ୍ରୀ ଚଢ଼େଇକୁ ଅପମାନ ଦେଇ ଘରୁ ବାହାର କରିଦେଲେ। ଚଢ଼େଇ ମନ ଦୁଃଖରେ ବେଙ୍ଗ ପାଖକୁ ଫେରି ଆସିଲା। ଆରେ ବେଙ୍ଗ, ମୁଁ କାଉମାନଙ୍କୁ ବହୁତ ବୁଝେଇଲି, ହେଲେ ସେମାନେ ବୁଝିଲେନି। ଏବେ କେବଳ ବାଦଲ ରାଣୀ ତତେ ସାହାଯ୍ୟ କରିପାରିବେ। ଦୂର ପର୍ବତ ଉପରେ ବାଦଲ ରାଣୀ ରୁହନ୍ତି। ତୁ ତାଙ୍କୁ ସବୁ କଥା କହି ସାହାଯ୍ୟ ମାଗେ। ତାପରେ ବେଙ୍ଗ ବହୁତ କଷ୍ଟ କରି ପର୍ବତ ଉପରକୁ ଗଲା ଆଉ ବାଦଲ ରାଣୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ସେ ଦୁଇ କାଉ ଉଚିତ ଶାସ୍ତି ପାଇବେ। ଏବେ ତୁ ଘରକୁ ଯା। ତାପରେ ବାଦଲ ରାଣୀ ଏକ ବାଦଲକୁ ସବୁକିଛି ବୁଝେଇ କାଉମାନଙ୍କ ପାଖକୁ ପଠେଇଲା। ସେ ବାଦଲ କାଉମାନଙ୍କ ଘରକୁ ଯାଇ ତାଙ୍କ ଉପରେ ବର୍ଷା କଲା। ଆରେ ଏସବୁ କ'ଣ ହେଉଛି? ବାହାରେ ତ ଆଉ କୋଉ ଜାଗାରେ ବି ବର୍ଷା ହେଉନି। ଆମ ଘର ଉପରେ ହିଁ କାହିଁକି ବର୍ଷା ପଡୁଛି? କାଲିରୁ ତମେ କିଛି ବି ଖାଇବା ଆଣିନ। ଭାରି ଭୋକ ଲାଗିଲାଣି। ଯାଅ ନା, କିଛି ଖାଇବା ନେଇ ଆସ। ତାପରେ କାଉ ଖାଇବା ଆଣିବା ପାଇଁ ବାହାରକୁ ଗଲା। ବାଦଲ ବି ବର୍ଷା ପକେଇ ପକେଇ ତାର ପଛେ ପଛେ ଗଲା। ଏଇଟା କ'ଣ ହେଉଛି? ମୁଁ ଯୁଆଡ଼େ ବି ଯାଉଛି ବର୍ଷା ସେଇଠି ପଡ଼ୁଛି। ଏବେ ଘରକୁ ଖାଇବା କେମିତି ନେବି? ବହୁତ ସମୟ ଖୋଜିଲା ପରେ କାଉ ଅଳ୍ପ କିଛି ଖାଇବା ନେଇ ଘରକୁ ଫେରିଲା। 2 ଦିନ ବିତିଗଲା, ହେଲେ ବର୍ଷା ଛାଡ଼ିଲାନି। କାଉମାନଙ୍କ ଘର ଉପରେ ଲଗାତାର ବର୍ଷା ପଡୁଥିଲା। ଆରେ ଶୁଣୁଛ, ବର୍ଷା କେବେ ଛାଡ଼ିବ କୁହନା? ଘରେ ଆଉ ଖାଇବା ନାହିଁ। ବାହାରକୁ ବାହାରିଲେ ହିଁ ବର୍ଷା ଆମ ଉପରେ ପଡୁଛି। ଏବେ ଆମର କ'ଣ ହେବ? ଆମେ କ'ଣ ନ ଖାଇ ମରିଯିବା? ଆରେ କିଛି ତ କୁହ। କାଉ ସ୍ତ୍ରୀର କଥା ସରିଛି କି ନାହିଁ, ତାଙ୍କ ଘରର ଛାତ କଣା ହେଇ ଘର ଭିତରେ ପାଣି ପଡ଼ିଲା। ଦେଖୁ ଦେଖୁ କିଛି ସମୟରେ ହିଁ ତାଙ୍କ ଘର ଭାଙ୍ଗିଗଲା। 2 କାଉ ଆଶ୍ରୟ ଖୋଜିଲେ। ବାଦଲ ବି ବର୍ଷା ପକେଇ ପକେଇ ତାଙ୍କ ପଛେ ପଛେ ଯାଉଥିଲା। କିଛି ଦୂର ଗଲା ପରେ ସେମାନେ ଦେଖିଲେ ଏକ ଜାଗାରେ ଚଢ଼େଇ ଆଉ ବେଙ୍ଗ କଥା ହେଉଛନ୍ତି। 2 କାଉ ଶୀଘ୍ର ତାଙ୍କ ପାଖକୁ ଗଲେ। ବଞ୍ଚାଅ, ଆମକୁ ବଞ୍ଚାଅ। ଏ ବର୍ଷା ଆମ ପଛା ଛାଡୁନି। ଦୟାକରି ଆମକୁ ସାହାଯ୍ୟ କର। ଏଇଟା ତମ ଅନ୍ୟାୟର ଶାସ୍ତି। ତମେ ମାନେ ମୋ ସହ ବହୁତ ଖରାପ କରିଛ। ମତେ ଅନେକ ପିଟିଛ।
ସେଥିପାଇଁ ବାଦଲ ରାଣୀ ତମମାନଙ୍କୁ ଶାସ୍ତି ଦେଇଛନ୍ତି। ଆମର ଭୁଲ ହେଇଗଲା ବେଙ୍ଗ, ଆମକୁ କ୍ଷମା କରିଦେ। ଆମେ ତତେ ଆଉ କେବେ ବି ବାଧା ଦେବୁନି। ତୋର ଯେତେ ଇଚ୍ଛା ତୁ ସେତେ ଶବ୍ଦ କରିବୁ। ଏଇ ଥରକ ଆମକୁ କ୍ଷମା କରିଦେ। ଏ ବର୍ଷାକୁ ଅଟକା। ଆମେ ଯଦି ଏମିତି ବର୍ଷାରେ ଭିଜିବୁ ଆମ ଦେହ ଖରାପ ହେଇଯିବ, ଆମେ ମରିଯିବୁ। ତମେ ମାନେ ସତ କହୁଛ? ମତେ ଆଉ କଷ୍ଟ ଦେବନି? ଆଚ୍ଛା ଠିକ ଅଛି ବାଦଲ ସାଙ୍ଗ, ଏବେ ଏମାନଙ୍କୁ ଛାଡ଼ି ଦିଅ। ଏମାନେ ତାଙ୍କ ଭୁଲ ବୁଝି ସାରିଲେଣି। ଆଚ୍ଛା ହଉ, ଏଇ ଥରକ ତ ମୁଁ ତମମାନଙ୍କୁ ଛାଡ଼ି ଦଉଛି। ଆଉ ଥରେ ଯଦି ଏମିତି ଅନ୍ୟାୟ କରିବ, ବାଦଲ ରାଣୀ ତମମାନଙ୍କୁ କଠିନ ଶାସ୍ତି ଦେବେ। ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇଛନ୍ତି, ସେଥିପାଇଁ କାହାକୁ ବି ଅବହେଳା କରିବା ଠିକ ନୁହଁ। ବେଙ୍ଗ ଶବ୍ଦ କରେ ବୋଲି ଆମେ ଜାଣିପାରୁ କେତେବେଳେ ବର୍ଷା କରିବୁ। ଏମିତି କହି ସେ ବାଦଲ ସେଠାରୁ ଚାଲିଗଲା। କାଉମାନେ ବେଙ୍ଗ ସହ ଆଉ କେବେ ବି ଖରାପ ବ୍ୟବହାର କଲେ ନାହିଁ। ବେଙ୍ଗ ଖୁସି ମନରେ ଯେତେ ଇଚ୍ଛା ସେତେ ଶବ୍ଦ କରୁଥିଲା। ଆରେ ମା କୁନି ମୁନି, କୁଆଡେ ଗଲ? ସ୍କୁଲ ସମୟ ହେଇଗଲାଣି, ଆଜି ସ୍କୁଲ ଯିବନି କି? ଏଇ ତ ମା, ଆମେ ଆସିଗଲୁ। ଚାଲ ଶୀଘ୍ର ଆମକୁ ସ୍କୁଲ ଛାଡ଼ି ଦିଅ। ମା ଚଢ଼େଇ ଗରିବ ହେଲେ ବି ତାର ଦୁଇ ଝିଅଙ୍କୁ ଖୁବ ଭଲରେ ରଖୁଥିଲା। ସନ୍ଧ୍ୟା ହେବା ପରେ କୁନି ମୁନି ଘରକୁ ଫେରିଲେ। ମା ଜାଣିଛ ଆଜି ଆମ ସ୍କୁଲର ମ୍ୟାମ କଣ କହିଲେ? କଣ କହିଲେ ରେ ମା? ଏ ବର୍ଷ ବର୍ଷା ଦିନରେ ଆମ ଜଙ୍ଗଲରେ ବନ୍ୟା ହେବାର ସମ୍ଭାବନା ଅଛି। ମ୍ୟାମ ଏକଥା ପାଣିପାଗ ଅଫିସରୁ ଜାଣିବାକୁ ପାଇଲେ। ସେ ଆମକୁ କହିଲେ ବନ୍ୟା ଆସିବା ଆଗରୁ ଏକ ସୁରକ୍ଷିତ ଜାଗାକୁ ଚାଲିଯିବା ପାଇଁ। ଆରେ ଇଏ ତ ବହୁତ ବିପଦର କଥା। ଶୀଘ୍ର ଜଙ୍ଗଲବାସୀଙ୍କୁ ଏକଥା ଜଣାଇବାକୁ ହେବ। ହଁ ମା, ଆଉ ଗୋଟେ କଥା ଜାଣିଛ? ମ୍ୟାମ କହୁଥିଲେ ଏ ବର୍ଷ ବହୁତ ବର୍ଷା ହବ, ଝଡ଼ ତୋଫାନ ବି ଆସିବ। ମା, ଆମ ଘର ତ ଭଙ୍ଗା। ବର୍ଷା ହେଲେ ଆମ ଘର ଭିତରେ ପାଣି ପଡ଼ିବ। ଆମେ କଣ କରିବା ମା? ମୁଁ ବି ସେ କଥା ଚିନ୍ତା କରୁଛି ରେ ମା। ଘର ମରାମତି ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଯଦି ଜଙ୍ଗଲ ଭିତରୁ ମଜବୁତ କାଠ ଆଣିବି, ଖାଇବା ଜମା କରିବାକୁ ସମୟ ପାଇବିନି। ମୁଁ କେତେବେଳେ ଯେ କୋଉ କାମ କରିବି କିଛି ବୁଝିପାରୁନି। ମା ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି। ତୁମେ ଘର ମରାମତି କରିବା ପାଇଁ କାଠ ଯୋଗାଡ଼ କର, ଆମେ ଦୁଇ ଭଉଣୀ ଖାଇବା ଯୋଗାଡ଼ କରିବୁ। ସେମିତି ହେଲେ ଆମକୁ ଆଉ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବନି। ଆରେ ମା, ତୁ ବହୁତ ଭଲ କଥାଟି କହିଲୁ। ଆମେ ସେମିତି ହିଁ କରିବା। ତା ପୂର୍ବରୁ ମୁଁ ଯାଇ ଜଙ୍ଗଲରେ ସମସ୍ତଙ୍କୁ ଏକଥା କହିଦିଏ। ଏମିତି କହି ମା ଚଢ଼େଇ ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଯାଇ ଏକଥା କହିଲା। ଆମକୁ ଏକଥା ଜଣେଇ ଭଲ କଲୁ ଚଢ଼େଇ। ଏବେ ଆମେ ବନ୍ୟା ପାଇଁ ପ୍ରସ୍ତୁତ ହେଇପାରିବୁ। ତାପରେ ସମସ୍ତେ ବନ୍ୟା ଆସିବା ପୂର୍ବରୁ ନିଜ ଘର ମରାମତି କାମରେ ଲାଗି ପଡ଼ିଲେ। ସେପଟେ ମା ଚଢ଼େଇ ଜଙ୍ଗଲରୁ ମଜବୁତ କାଠ ଖୋଜି ଆଣିଲା, ଆଉ ତାର ଦୁଇ ଝିଅ କିଛି ଖାଇବା ଖୋଜି ଆଣିଲେ। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ଆସିବା ପରେ ବହୁତ ଜୋରେ ବର୍ଷା ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ବି ମାରୁଥିଲା। ଦେଖିଲ ମା, 3 ରୁ 4 ଦିନ ହେଇଗଲାଣି ଏଯାଏଁ ବର୍ଷା ଛାଡ଼ିନି। ଭଲ ହେଲା ଆମେ ଘର ମରାମତି କରି ନେଇଥିଲେ। ମା, ଯଦି ବନ୍ୟା ପାଣି ମାଡ଼ି ଆସିବ ଆମେ କଣ କରିବା? ନା ରେ ମା, ସେମିତି ଜମା କହନି। ଭଗବାନଙ୍କୁ ପ୍ରାର୍ଥନା କର ଯେମିତି ବନ୍ୟା ପାଣି ଜଙ୍ଗଲରେ ନ ପଶୁ। ଆମ ଘରଟି ତଳେ ଅଛି। ମୁଁ କୌଣସି ମତେ ଆମ ଘରକୁ ସଜାଡ଼ିଛି। ଯଦି ବନ୍ୟା ପାଣି ଚାଲି ଆସେ ଆମ ଘର ଆଗସି ପାଣିରେ ଭାସିଯିବ। ମା ଚଢ଼େଇର କଥା ସରିଛି କି ନାହିଁ, ଜଙ୍ଗଲ ଭିତରକୁ ବନ୍ୟା ପାଣି ମାଡ଼ି ଆସିଲା। ଅନେକ ଚଢ଼େଇଙ୍କ ଘର ଆଉ ଗଛ ଭାଙ୍ଗି ସେ ପାଣିରେ ଭାସିଗଲା। ମା ଚଢ଼େଇର ବି ଘର ଭାଙ୍ଗିଗଲା। ସେ ତାର ଦୁଇ ଝିଅଙ୍କୁ ନେଇ ବନ୍ୟା ପାଣିରେ ଭାସୁଥିଲା। ମା, ମୁଁ ଏ ପାଣିରେ ବୁଡ଼ିଯିବି, ମତେ ରକ୍ଷା କର ମା। ଭୟ କରନି ମା, ମତେ ଶକ୍ତ କରି ଧରିଥା। ମୁଁ ବି ତ ତମମାନଙ୍କ ସାଙ୍ଗରେ ଭାସୁଛି। ଏମିତି ଆଗକୁ ଯାଉ ଯାଉ ମା ଚଢ଼େଇ ଏକ ମାଟି କଳସୀକୁ ପାଣିରେ ଭାସୁଥିବାର ଦେଖିଲା। ସେ କୌଣସି ମତେ ତାର ଦୁଇ ଝିଅଙ୍କୁ ମାଟି କଳସୀ ଭିତରେ ରଖିଦେଲା। ମୁଁ ବୋଧେ ଆଉ ତମମାନଙ୍କ ସାଙ୍ଗରେ ଯାଇପାରିବିନି। ପାଣି ଧୀରେ ଧୀରେ ବଢି ଚାଲିଛି। ତମେ ଦୁଇ ଜଣ ଏକ ସୁରକ୍ଷିତ ଜାଗାକୁ ଚାଲିଯାଅ। ହଠାତ୍ ପାଣିର ସ୍ରୋତ ବଢିଗଲା। ମା ଚଢ଼େଇ ସେ ପାଣିରେ ବୁଡ଼ିଗଲା। ମାକୁ ହରେଇ ଦୁଇ ଭଉଣୀ ଆଗକୁ ଯାଉଥିଲେ। ଦିଦି, ମା କୁଆଡେ ଗଲା? ମୁଁ ତାକୁ ଦେଖିପାରୁନି କାହିଁକି? କାନି ଭଉଣୀ, ମା ଆମକୁ ବଞ୍ଚେଇ ପାଣିରେ ବୁଡ଼ିଗଲେ। ସେ ଆଉ କେବେ ବି ଫେରିବେନି। ଏ ମାଟି କଳସୀ ଆମକୁ ଯୋଉ ଜାଗାକୁ ନେଇଯିବ ଆମେ ଯିବା।
ଏମିତି ସେ ଦୁଇ ଛୁଆ ମନ ଦୁଃଖରେ କାନ୍ଦୁଥିଲେ। ସେ ମାଟି କଳସୀ ଆଗକୁ ଭାସି ଭାସି ଯାଉଥିଲା। କିଛି ଦୂର ଗଲା ପରେ ଏକ କୁମ୍ଭୀରର ନଜର ସେ ଦୁଇ ଛୁଆଙ୍କ ଉପରେ ପଡ଼ିଲା। ସେ ସେମାନଙ୍କୁ ଖାଇବା ପାଇଁ ଚେଷ୍ଟା କଲା। ଦୂରରୁ ଥାଇ ଗୋଟେ ଚଢ଼େଇ ପରି ଏସବୁ ଦେଖୁଥିଲା। ଆରେ ଆରେ, ଏ ଦୁଇ ଛୁଆ ତ ବିପଦରେ ଅଛନ୍ତି। କୁମ୍ଭୀର କେତେବେଳେ ବି ଏମାନଙ୍କୁ ଖାଇଦେଇପାରେ। ମୁଁ ଶୀଘ୍ର ଏ ଦୁଇ ଛୁଆଙ୍କୁ ରକ୍ଷା କରେ। ଏମିତି କହି ଚଢ଼େଇ ପରି ତା ଯାଦୁ ଶକ୍ତିରେ ଦୁଇ ଚଢ଼େଇ ଛୁଆଙ୍କୁ ନିଜ ପାଖକୁ ନେଇ ଆସିଲା। ଆରେ, ତମେ ଦୁଇ ଛୁଆ ଏକା ଏକା ନଦୀରେ କୁଆଡେ ଯାଉଥିଲ? ତମମାନଙ୍କ ମା କୁଆଡେ ଗଲା? ଦୁଇ ଛୁଆ କାନ୍ଦି କାନ୍ଦି ତାକୁ ସବୁ ଘଟଣା କହିଲେ। ତମେ ଦୁଇ ଛୁଆ ଆଉ କାନ୍ଦନି, ମୁଁ ତମ ରହିବା ଆଉ ଖାଇବାର ବ୍ୟବସ୍ଥା କରିଦେବି। ଏମିତି କହି ଚଢ଼େଇ ପରି ସେମାନଙ୍କୁ ଏକ ଉଡ଼ନ୍ତା ଘର ଦେଲା। ଏଇ ନିଅ, ଏଇ ଉଡ଼ିବା ଘର ଆଜିଠୁ ତମମାନଙ୍କର। ତମେ ଦୁଇ ଜଣ ଯାହା ଚାହିଁବ ଏ ଘର ତମମାନଙ୍କୁ ସବୁ ଦେବ। ବିପଦ ସମୟରେ ଏ ଘର ତମ ଦୁଇ ଜଣଙ୍କୁ ରକ୍ଷା ବି କରିବ। ଆଉ ହଁ, ତମେମାନେ ଯୋଉଠିକି ଯିବାକୁ ଚାହିଁବ ଏ ଘର ନେଇ ତମମାନଙ୍କୁ ସେଠି ପହଞ୍ଚେଇ ଦେବ। ଦୁଇ ଭଉଣୀ ପରୀକୁ ଧନ୍ୟବାଦ ଜଣେଇ ସେ ଉଡ଼ିବା ଘର ଭିତରକୁ ଗଲେ। ଉଡ଼ିବା ଘର ସେମାନଙ୍କୁ ଏକ ସୁରକ୍ଷିତ ଜାଗାକୁ ନେଇଗଲା। ଯେତେବେଳେ ସେମାନେ କିଛି ବିପଦରେ ପଡୁଥିଲେ ଉଡ଼ିବା ଘର ତାଙ୍କର ରକ୍ଷା କରୁଥିଲା। ଦୂର ଏକ ଜଙ୍ଗଲରେ କୁନି ଆଉ ମୁନି ନାମରେ ଦୁଇ ଅନାଥ ଭଉଣୀ ରହୁଥିଲେ। ସେମାନେ ମାଟିରେ କଳସୀ ଆଉ ଖେଳନା ତିଆରି କରି ବିକ୍ରି କରୁଥିଲେ। ହେଲେ ବର୍ଷା ଦିନ ଆସିବା ପରେ ସବୁ ଶେଷ ହେଇଗଲା। ଏତେ କଷ୍ଟରେ ମୁଁ ମାଟିରେ ଖେଳନା ଆଉ କଳସୀ ତିଆରି କରିଥିଲି। ଏ ବର୍ଷାରେ ସବୁ ଧୋଇ ହେଇଗଲା। ଏବେ ମୁଁ କଣ ବିକ୍ରି କରିବି? ଦିଦି, ଏବେ ତ ବର୍ଷା ଦିନ, ସବୁଦିନ ବର୍ଷା ଲାଗି ରହିବ। ମାଟିରେ କଳସୀ ଆଉ ଖେଳନା ତିଆରି କଲେ ତା ଶୁଖିବନି। ମୁଁ କଣ କହୁଥିଲି କି ଦିଦି, ଆମେ ଆଉ ମାଟିରେ କଳସୀ ଖେଳନା ତିଆରି କରିବାନି। ଆମେ ଏ କାମ ଛାଡ଼ିଦେବା, ଆଉ କିଛି କାମ ଖୋଜି ନେବା। ଆରେ, ତୁ ଏସବୁ କଣ କହୁଛୁ? ଏ ମାଟିରେ କଳସୀ ଆଉ ଖେଳନା ତିଆରି କରିବା ଆମେ ଆମ ମା ପାଖରୁ ଶିଖିଥିଲେ। ଆମେ ଆଉ କିଛି ବି କାମ ଶିଖିନାହାନ୍ତି। ଏ କାମ ଛାଡ଼ିଦେଲେ ଆମେ କରିବା କଣ? ଆରେ ଦିଦି, ମୁଁ ଏ କାମ ସବୁଦିନ ଛାଡ଼ିବା ପାଇଁ କହୁନି। କେବଳ ବର୍ଷା ଦିନ ଆମେ ଏ ମାଟିର କାମ କରିବାନି। ଆମେ ଆଉ କିଛି କାମ ଖୋଜି ନେବା। ବର୍ଷା ଦିନ ଛାଡ଼ିଗଲେ ଆମେ ପୁଣି ଥରେ ମାଟିରେ କଳସୀ ଆଉ ଖେଳନା ତିଆରି କରି ବିକ୍ରି କରିବା। ମୁନି, ତୁ ଠିକ କଥାଟି କହିଲୁ। ବର୍ଷା ଦିନେ ମାଟି କାମ କରିହେବନି। ମୁଁ କାଲି ହିଁ ଜଙ୍ଗଲ ଭିତରକୁ ଅନ୍ୟ କିଛି କାମ ଖୋଜିବାକୁ ଯିବି। ଏମିତି କହି କୁନି ପରଦିନ ସକାଳେ କାମ ଖୋଜିବା ପାଇଁ ବାହାରକୁ ଗଲା। ସେ ଅନେକ ଖୋଜିଲା ପରେ ବି କିଛି କାମ ପାଇଲାନି। ଏମିତି ସେ ବୁଲୁ ବୁଲୁ ହଠାତ୍ ଏକ ବୁଢ଼ୀ ଚଢ଼େଇକୁ ଦେଖିଲା। ସେ ବୁଢ଼ୀ ଚଢ଼େଇଟା କାନ୍ଦୁଥିଲା। ତା ଦେଖି କୁନି ତା ପାଖକୁ ଗଲା। ଏଇ କଣ ବୁଢ଼ୀ ମା, ତୁମେ କାନ୍ଦୁଛ କଣ ପାଇଁ? ମୋ ଦେହ ଟିକେ ଭଲ ନାହିଁ ରେ ଝିଅ। ମୁଁ ଏକା ରୁହେ। ମୋ ଘରେ କିଛି ଖାଇବାକୁ ନଥିଲା। ମୁଁ ଖାଇବା ଖୋଜିବାକୁ ବାହାରିଥିଲି, ହେଲେ ମୋ ମୁଣ୍ଡ ବୁଲି ଦେବାରୁ ମୁଁ ଆଉ ଆଗକୁ ଯାଇପାରିଲିନି। ଓ ଆଚ୍ଛା, ତୁମେ ବି ତାହେଲେ ଦୁନିଆରେ ଆମ ପରି ଏକା? ହଁ ରେ ମା, ମୁଁ ପୁରା ଏକା। ମୁଁ ମରିଗଲେ ବି ମୋ ପାଇଁ କେହି କାନ୍ଦିବେନି। ନା ନା ବୁଢ଼ୀ ମା, ଏମିତି କୁହନି। ମୋ ସାଙ୍ଗରେ ମୋ ଘରକୁ ଚାଲ। ଆଜିଠୁ ତୁମେ ମୋ ସାଙ୍ଗରେ ରହିବ। ମୋର ବାପା ମା ନାହାନ୍ତି, ଅଛି ଏକ ସାନ ଭଉଣୀ। ମୋ ସାଙ୍ଗରେ ଆସ ବୁଢ଼ୀ ମା। ମୋ ସାନ ଭଉଣୀ ତୁମକୁ ଦେଖିଲେ ଅନେକ ଖୁସି ହେଇଯିବ। ତାପରେ କୁନି ସେ ବୁଢ଼ୀ ଚଢ଼େଇକୁ ଧରି ଘରକୁ ଆସିଲା। ସେ ତାର ସାନ ଭଉଣୀକୁ ସବୁ ଘଟଣା କହିଲା। ଚିହ୍ନା ନାହିଁ କି ଜଣା ନାହିଁ, ତୁ ଏ ବୁଢ଼ୀ ମାଙ୍କୁ କାହିଁକି ଆଣିଛୁ ଦିଦି? ତା ଉପରେ ପୁଣି କହୁଛୁ ସେ ଆମ ସାଙ୍ଗରେ ରହିବେ। ନା ନା, ସେ ଆମ ସାଙ୍ଗରେ ରହିବେନି। ମୁନି, ତୁ ଏ କେମିତିକା ବ୍ୟବହାର କରୁଛୁ? ମୁଁ କହିଲି ନା ବୁଢ଼ୀ ମା ଆମ ସାଙ୍ଗରେ ରହିବେ। ଆରେ ଆରେ, ମୋ ପାଇଁ ତମେ ଦୁଇ ଭଉଣୀ ଝଗଡ଼ା ଲାଗନି। ମୁଁ ତ ବୁଢ଼ୀଟିଏ। ମୁଁ ତମମାନଙ୍କର କୌଣସି କାମରେ ଆସିବିନି। ଭଲ ହେବ ମୁଁ ଏଠୁ ଚାଲିଯାଏ। ନା ନା ବୁଢ଼ୀ ମା, ତୁମେ କୁଆଡ଼େ ବି ଯିବନି। ମୁଁ କହିଲି ନା ତୁମେ ଆମ ସାଙ୍ଗରେ ହିଁ ରହିବ। ତୁମକୁ ଏଇ ଘରୁ କେହି ବାହାର କରିପାରିବେନି। ମୁନି, ଯା ବୁଢ଼ୀ ମାଙ୍କ ପାଇଁ ଖାଇବା ରୋଷେଇ କରି ଆଣିବୁ। ମୁନି, ତୁ କଣ ଏଯାଏଁ ମୋ ଉପରେ ରାଗିଛୁ? ମୁଁ ତୋର କିଏ କି ଦିଦି ଯେ ତୋ ଉପରେ ରାଗ କରିବି? ଓହୋ, ମୋ ସୁନା ଭଉଣୀଟା ପରା। ଆଉ ରାଗନି। ବାପା ମା ଚାଲିଯିବା ପରେ ଆମେ ଅନାଥ ହେଇଯାଇଥିଲେ। ବୁଢ଼ୀ ମାଙ୍କୁ ଦେଖିଲା ପରେ ମୋର ମା କଥା ଭାରି ମନେ ପଡ଼ିଲା। ବୁଢ଼ୀ ମାଙ୍କର ବି ଏ ଦୁନିଆରେ କେହି ନାହାନ୍ତି।
ସେଥିପାଇଁ ମୁଁ ତାଙ୍କୁ ଆମ ଘରକୁ ନେଇ ଆସିଲି। ହେଲେ ଦିଦି ସେ ଆମ ନିଜ ମା ନୁହନ୍ତି, ଆଉ ତା ଛଡା ଆମେ ଦୁଇ ଭଉଣୀ କେତେ କଷ୍ଟରେ ଖାଇବା ପାଆନ୍ତି। ଏବେ ବୁଢୀ ମାଙ୍କୁ ଆମେ କଣ ଖାଇବାକୁ ଦେବା? ତୁ ଭାରି ଦୟାଳୁ ଦିଦି, ସମସ୍ତଙ୍କୁ ସାହାଯ୍ୟ କରୁ। ହେଲେ ଦିଦି ଦେଖିବୁ ତ ବିପଦ ସମୟରେ ତତେ କେହି ସାହାଯ୍ୟ କରିବେନି। ଆରେ ଭଉଣୀ, ଜଣକୁ ସାହାଯ୍ୟ କରି ତା ବଦଳରେ ତା ପାଖରୁ କିଛି ଆଶା କରିବା ଠିକ ନୁହଁ। ମୁଁ ଯାହାକୁ ବି ସାହାଯ୍ୟ କରେ ତା ପାଖରୁ କିଛି ପାଇବାର ଆଶା ରଖେନି। ଏମିତି ସେ ଦୁଇ ଭଉଣୀ କଥା ହେଉଥିଲେ। ତାଙ୍କର ସବୁ କଥା ବୁଢୀ ଚଢେଇ ବି ଶୁଣୁଥିଲା। ପରଦିନ ସକାଳେ, ହାରି ମୁନି, ଆଜି ପାଗ ଭଲ କରିଛି, ମୁଁ ଯାଇ ଆଉଥରେ କାମ ଖୋଜି ଦେଖେ, ଯଦି କିଛି କାମ ପାଇଯିବି। ଆଚ୍ଛା ଠିକ ଅଛି ଦିଦି। କିରେ ସାନ ଝିଅ, ତୁ ମନ ଦୁଃଖ କରିଛୁ କି? ନା ବୁଢୀ ମା, ମୁଁ ମନ ଦୁଃଖ କରିନି। କାଲି ତୁମ ସହ ବହୁତ ଖରାପ ବ୍ୟବହାର କରିଥିଲି, ସେଥିପାଇଁ ମତେ କ୍ଷମା କରିଦିଅ। ଆରେ ଝିଅ କଣ କେବେ ମାକୁ କ୍ଷମା ମାଗେ? ମୁଁ ତୋ ଉପରେ ଜମା ବି ରାଗିନି, ମୁଁ ତ ମା ପରି। ସତରେ ବୁଢୀ ମା, ତୁମେ ବହୁତ ଭଲ। ଆରେ ଝିଅ, ମୁଁ ତତେ କିଛି ଦେବାକୁ ଚାହୁଁଛି, ଏଇ ନେ। ଏଗୁଡା କଣ ବୁଢୀ ମା? ଏଗୁଡା ଅଙ୍ଗୁର ମଞ୍ଜି। ଏ ମଞ୍ଜିରୁ ଥରେ ଗଛ ବାହାରିଲା ପରେ ଏ ଗଛ ଆଉ କେବେ ବି ଶୁଖିବନି କି ମରିବନି। ପ୍ରତି ବର୍ଷ ଏ ଗଛରେ ଅଙ୍ଗୁର ଫଳିବ। ହେଲେ ବୁଢୀ ମା, ଆମର ତ ଜମି ନାହିଁ, ମୁଁ ଏସବୁ ଅଙ୍ଗୁର ମଞ୍ଜି ନେଇ କୋଉଠି ଲଗେଇବି? ଆଖ ପାଖରେ କୋଉଠି ତ ଟିକେ ଜାଗା ଥିବ, ସେଇଠି ଏ ମଞ୍ଜି ଲଗେଇ ଦେ। ବୁଢୀ ମା, କେବଳ ଗୋଟେ ପୋଖରୀ ଛଡା ଆମ ପାଖରେ ଆଉ କିଛି ବି ଜାଗା ନାହିଁ। ତେବେ ଠିକ ଅଛି, ତୁ ଏ ମଞ୍ଜି ନେଇ ପୋଖରୀରେ ପକେଇ ଦେ। 2 ଦିନରେ ହିଁ ମଞ୍ଜିରୁ ଗଛ ବାହାରିବ। କିନ୍ତୁ ବୁଢୀ ମା, ପାଣିରେ ଅଙ୍ଗୁର ଗଛ କେମିତି ବାହାରିବ? ଆରେ ଝିଅ, ଏ ଗଛ ସାଧାରଣ ନୁହଁ। ତୁ ଥରେ ମଞ୍ଜି ଲଗେଇକି ଦେଖେ, ତୁ ସବୁ ଜାଣିପାରିବୁ। ତାପରେ ମୁନି ଆଉ ସେ ବୁଢୀ ଚଢେଇ ପୋଖରୀରେ ଅଙ୍ଗୁର ମଞ୍ଜି ପକେଇ ଘରକୁ ଚାଲି ଆସିଲେ। 2 ଦିନରେ ହିଁ ମଞ୍ଜିରୁ ଗଛ ବାହାରି ସେଥିରେ ଅନେକ ଅଙ୍ଗୁର ଫଳିଲା। ଆରେ ଏଠି ତ ଆଗରୁ ଅଙ୍ଗୁର ଗଛ ନଥିଲା, 2 ଦିନରେ ହିଁ ପୋଖରୀରୁ ଗଛ ବାହାରି ସେଥିରେ ଅଙ୍ଗୁର ଫଳିଲାଣି। ଦିଦି, ଏସବୁ ସମ୍ଭବ ହେଇଛି ବୁଢୀ ମାଙ୍କ ପାଇଁ। ବୁଢୀ ମା ନା ବହୁତ ଭଲ, ସେ ମତେ ଅଙ୍ଗୁର ମଞ୍ଜି ଦେଇଥିଲେ। ଏମିତି ମୁନି ତା ଭଉଣୀକୁ ସବୁ କଥା କହିଲା। ଠିକ ସେହି ସମୟରେ ବୁଢୀ ଚଢେଇ ସେଠା କସିଲା। ବୁଢୀ ମା, ଆମକୁ ଏତେ ଭଲ ଉପହାର ଦେଇଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ। ଆରେ ମତେ ପରା ତୁ ମା କହୁଛୁ, ଧନ୍ୟବାଦ କାହିଁକି କହୁଛୁ? ମୁଁ ଯେବେ ଏଠାକୁ ଆସିଥିଲି ତମ 2 ଭଉଣୀଙ୍କ ସବୁ କଥା ଶୁଣିଥିଲି, ସେଥିପାଇଁ ଏ ଅଙ୍ଗୁର ଗଛ ମୁଁ ତମକୁ ଦେଲି। ଏ ଅଙ୍ଗୁର ଗଛରେ କେବେ ବି ଅଙ୍ଗୁର ସରିବନି, ଯେତେ ଥର ତୋଳିବ ସେତେ ଥର ଅଙ୍ଗୁର ବାହାରିବ। କୁନି, ତତେ ଆଉ କାମ ଖୋଜିବାକୁ ପଡିବନି। ଏ ଅଙ୍ଗୁର ବିକ୍ରି କରି ତମେ 2 ଭଉଣୀ ଆରାମରେ ଚଳିପାରିବ। ତାପରେ କୁନି କିଛି ଅଙ୍ଗୁର ତୋଳି ବଜାରକୁ ଗଲା। ଅଙ୍ଗୁର ନିଅ ଅଙ୍ଗୁର, ମିଠା ମିଠା ଅଙ୍ଗୁର। ଆରେ କୁନି, ତୁ ଅଙ୍ଗୁର ଆଣିଛୁ? ଆମ ଜଙ୍ଗଲରେ ଗୋଟେ ବି ଅଙ୍ଗୁର ଦୋକାନ ନାହିଁ, ତୁ ଏତେ ସାରା ଅଙ୍ଗୁର କୋଉଠୁ ପାଇଲୁ? ମୁଁ ଆମ ପୋଖରୀରେ ଅଙ୍ଗୁର ଚାଷ କରିଛି, ଏ ଅଙ୍ଗୁର ଭାରି ମିଠା, ଥରେ ଖାଇ ଦେଖନ୍ତୁ। ସତରେ ଚଢେଇ, ତୋ ଅଙ୍ଗୁର ଭାରି ମିଠା। ଭଲ ହେଲା ତୁ ଅଙ୍ଗୁର ଆଣିଲୁ, ଏବେ ଆମେ ପ୍ରତ୍ୟେକ ଦିନ ତୋ ପାଖରୁ ଅଙ୍ଗୁର କିଣିବୁ। ଏମିତି ସେଦିନ କୁନିର ବହୁତ ଭଲ ଟଙ୍କା ରୋଜଗାର ହେଲା। ତାର ସବୁ ଅଙ୍ଗୁର ବିକ୍ରି ହେଇଗଲା। ତା ପାଖରେ କାଉ ଏକ ଫଳ ଦୋକାନ ଦେଇଥିଲା। ପ୍ରତିଦିନ ଚଢେଇର ସବୁ ଅଙ୍ଗୁର ବିକ୍ରି ହେଇଯାଉଥିଲା। କାଉ ପାଖରୁ କେହି ବି ଫଳ କିଣୁ ନଥିଲେ। ଏଇ ଚଢେଇ ଛୁଆ ଯେବେଠୁ ଆସି ଅଙ୍ଗୁର ବିକ୍ରି କଲାଣି, ମୋ ପାଖରୁ ଆଉ କେହି ବି ଫଳ କିଣୁନାହାନ୍ତି। ଏଇ ଚଢେଇ ପାଇଁ ପ୍ରତିଦିନ ମୋର ଅଧା ଫଳ ପଛେ ନଷ୍ଟ ହେଇଯାଉଛି। ଏମିତି ଯଦି ଚାଲିବ ମୋ ବେପାର ତ ବନ୍ଦ ହେଇଯିବ। ଶୀଘ୍ର ଏଇ ଚଢେଇଙ୍କର କିଛି ବ୍ୟବସ୍ଥା ହିଁ କରିବାକୁ ପଡିବ। ରାତି ହେଉ, ମୁଁ ଏଇ ଚଢେଇ ଘରକୁ ଯିବି। କାଉ ମନରେ ଏକ ଉପାୟ ଚିନ୍ତା କଲା। ରାତି ହେବା ପରେ ସେ ଏକ କଟୁରୀ ଧରି ଚଢେଇର ଘରକୁ ଗଲା। ପୋଖରୀ ଭିତରେ ଏମିତି ଏକ ଅଙ୍ଗୁର ଗଛ ଦେଖି ତ କାଉ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଇଏ କି ଅଜବ ଘଟଣା, ପୋଖରୀ ଭିତରେ ଅଙ୍ଗୁର ଚାଷ! ମୁଁ ଆଗରୁ ଏମିତି ଅଦ୍ଭୁତ ଘଟଣା ଦେଖିନଥିଲି। ସେ ଯାହା ବି ହଉ, ଏ ଚଢେଇର ମୁଁ ଅଙ୍ଗୁର ଗଛକୁ ଆଜି କାଟିଦେବି। ଚଢେଇ ଅଙ୍ଗୁର ବିକ୍ରି କରି ନ ପାରିଲେ ସମସ୍ତେ ମୋ ପାଖରୁ ହିଁ ଫଳ କିଣିବେ। ଏମିତି ଚିନ୍ତା କରି କାଉ ଗଛ କାଟିବାକୁ ଯେମିତି ଗଛ ପାଖକୁ ଗଲା, ହଠାତ୍ ସେ ପୋଖରୀ ପାଣିରେ ପଡି ବୁଡିବାକୁ ଲାଗିଲା। କାଉ ଭୟରେ ଚିତ୍କାର କଲା,
ବଞ୍ଚାଅ ବଞ୍ଚାଅ, ମତେ କେହି ବଞ୍ଚାଅ, ମୁଁ ପାଣିରେ ବୁଡ଼ିଯିବି, ଦୟାକରି ମତେ କେହି ବଞ୍ଚାଅ। କାଉର ଏପରି ଚିତ୍କାର ଶୁଣି କୁନି ଆଉ ମୁନି ଶୀଘ୍ର ଘରୁ ବାହାରି ଆସିଲେ। ଆରେ କାଉ ଆଣ୍ଟି, ତୁମେ ଏଠି କ'ଣ କରୁଛ? କୁନି ମୁନି, ମତେ ଆଗ ପାଣିରୁ ବାହାର କର, ମୁଁ ତୁମକୁ ସବୁ କଥା କହିବି। ତାପରେ କୁନି ଆଉ ମୁନି ବହୁତ କଷ୍ଟରେ କାଉକୁ ପାଣିରୁ ବାହାର କଲେ। ମତେ କ୍ଷମା କରିଦିଅ କୁନି ମୁନି, ମୁଁ ତୁମ ଅଙ୍ଗୁର ଗଛ କାଟିବାକୁ ଆସିଥିଲି। ଯେବେଠୁ ତମେ ମାନେ ବଜାରରେ ଅଙ୍ଗୁର ବିକ୍ରି କଲ, ସେବେଠୁ ଆଉ କେହି ବି ମୋ ଦୋକାନରୁ ଫଳ କିଣିବାକୁ ଆସୁନାହାନ୍ତି। ସେ ରାଗରେ ତୁମ ଗଛ କାଟିବା ପାଇଁ ମୁଁ ଆସିଥିଲି। ମତେ ଏଇ ଥରକ କ୍ଷମା କରିଦିଅ, ମୁଁ ଆଉ କେବେ ଏଠାକୁ ଆସିବିନି। କାଉ ଆଣ୍ଟି, ଏ ଅଙ୍ଗୁର ଗଛ ଯାଦୁର, କେହି ବି ଏ ଅଙ୍ଗୁର ଗଛର କ୍ଷତି କରିପାରିବେନି। ମୋ ପାଇଁ ଯଦି ତୁମ ଫଳ ବିକ୍ରି ହେଉନି, ମୁଁ କାଲିଠୁ ଆଉ ତମ ଦୋକାନ ପାଖରେ ଅଙ୍ଗୁର ବିକ୍ରି କରିବିନି। ମୁଁ ଆଉ ଏକ ଜାଗାରେ ଅଙ୍ଗୁର ବିକ୍ରି କରିବି। ଏମିତି ଶୁଣି କାଉ ସେଠାରୁ ଚାଲିଗଲା। ଦୁଇ ଭଉଣୀ ନିଜ ଘର ବାହାରେ ହିଁ ଅଙ୍ଗୁର ଦୋକାନ ଦେଇ ଅଙ୍ଗୁର ବିକ୍ରି କରୁଥିଲେ। ଦୂର ଦୂରରୁ ଚଢ଼େଇମାନେ ତାଙ୍କ ମିଠା ଅଙ୍ଗୁର ଖାଇବା ପାଇଁ ତାଙ୍କ ପାଖକୁ ଆସୁଥିଲେ। ଏମିତି ସେ ଦୁଇ ଭଉଣୀ ଅଙ୍ଗୁର ବିକ୍ରି କରି ଖୁସିରେ ରହିଲେ। କିଛି ସମୟ ତ ଆରାମ କରିଦେଲି, ଆଉ ନୁହଁ, ଏବେ ମୁଁ ବଜାରକୁ ଯାଏ ଅଙ୍ଗୁର ଗଛ କିଣି ଆଣି ମୋ ଜମିରେ ପୋତିଦେବି। ଏମିତି ଚିନ୍ତା କରି ଚଢ଼େଇ ବଜାରକୁ ଗଲା। ଆଉ କିଛି ଅଙ୍ଗୁର ଗଛ କିଣି ଆଣି ନିଜ ଜମିରେ ପୋତିଦେଲା। ସେ ପ୍ରତିଦିନ ତା ଅଙ୍ଗୁର ଗଛ ଗୁଡ଼ିକରେ ପାଣି ଦେଇ ସେମାନଙ୍କର ଭଲ ଯତ୍ନ ନେଉଥିଲା। ଦେଖୁ ଦେଖୁ କିଛି ଦିନ ବିତିଗଲା। ଅଙ୍ଗୁର ଗଛ ସବୁ ବଡ଼ ହେଇ ସେଥିରେ ଅନେକ ଅଙ୍ଗୁର ଫଳିଲା। ଏତେ ଦିନ ପରେ ଯାଇ ମୋ ପରିଶ୍ରମର ଫଳ ପାଇଲି। ଏବେ ମୁଁ ମନ ଭରି ଅଙ୍ଗୁର ଖାଇପାରିବି, ଆଉ କିଛି ଅଙ୍ଗୁର ବଜାରରେ ବିକ୍ରି ବି କରିପାରିବି। ଏବେ ଯାଏ ଘରକୁ କିଛି ଅଙ୍ଗୁର ନେଇଯାଏ। ତାପରେ ଚଢ଼େଇ କିଛି ଅଙ୍ଗୁର ତୋଳି ନେଇ ଘରକୁ ଚାଲିଗଲା। ଚଢ଼େଇର ଜମି ପାଖରେ ଏକ ଛୋଟ ମୂଷା ରହୁଥିଲା। ସେ ଚଢ଼େଇ ଜମିରେ ଏତେ ସାରା ଅଙ୍ଗୁର ଫଳ ଦେଖି କହିଲା, ବାଃ, ଏ ଚଢ଼େଇ ନିଜ ଜମିରେ କେତେ ବଢ଼ିଆ ଅଙ୍ଗୁର ଚାଷ କରିଛି। ଏତେ ସାରା ଅଙ୍ଗୁର ଦେଖି ମତେ ଭୋକ ଲାଗିଲାଣି, ଯାଏ କିଛି ଅଙ୍ଗୁର ଖାଇନିଏ। ଏମିତି କହି ମୂଷା ପ୍ରତ୍ୟେକ ଅଙ୍ଗୁରରୁ କିଛି ଅଳ୍ପ ଅଳ୍ପ ଖାଇ ନିଜ ଘରକୁ ଫେରିଗଲା। ସକାଳେ ଚଢ଼େଇ ନିଜ ଜମିକୁ ଆସିଲା। ମୂଷା ତାର ଅଙ୍ଗୁର ସବୁ ଅଧା ଅଧା ଖାଇ ଛାଡ଼ି ଦେଇଥିଲା। ଏକଥା ଚଢ଼େଇ ଜାଣିପାରିଲାନି। ନିଜ ଅଙ୍ଗୁରକୁ ଭଲରେ ନ ଦେଖି ସବୁ ଅଙ୍ଗୁର ତୋଳି ସେ ବଜାରକୁ ନେଇଗଲା। ଅଙ୍ଗୁର ନେଇଯାଅ ଅଙ୍ଗୁର, ମିଠା ମିଠା ଅଙ୍ଗୁର, ଥରେ ଖାଇଲେ ଏ ଅଙ୍ଗୁରର ସ୍ୱାଦ ଭୁଲି ପାରିବନି। ଅଙ୍ଗୁର ନେଇଯାଅ ଅଙ୍ଗୁର। ଚଢ଼େଇ, ତୁ ଅଙ୍ଗୁର ଚାଷ କେବେ କଲୁ? ବହୁତ ଦିନରୁ ମୁଁ ଅଙ୍ଗୁର ଖାଇବାକୁ ଇଚ୍ଛା କରୁଥିଲି, ହେଲେ କୋଉଠି ବି ଅଙ୍ଗୁର ପାଉନଥିଲି। ତୁ ଅଙ୍ଗୁର ଚାଷ କରି ଭଲ କରିଛୁ। ଦେ ଦେ, ମତେ କିଛି ଅଙ୍ଗୁର ଦେ। ଚଢ଼େଇ, ମତେ ବି କିଛି ଅଙ୍ଗୁର ଦେ, ମୁଁ ମୋ ଝିଅ ପାଇଁ ନେଇଦେବି। ମୋ ଝିଅ ଅଙ୍ଗୁର ଖାଇବାକୁ ଭାରି ଭଲ ପାଏ। ତାପରେ ଚଢ଼େଇ ସମସ୍ତଙ୍କୁ ଅଙ୍ଗୁର ଦେଲା। ସମସ୍ତେ ତାକୁ ଟଙ୍କା ଦେଲେ। କିଛି ସମୟରେ ହିଁ ଚଢ଼େଇର ସବୁ ଅଙ୍ଗୁର ବିକ୍ରି ହେଇଗଲା। ଇ ମା, ମୁଁ ଆଜି ଏତେ ସାରା ଟଙ୍କା ପାଇଗଲି। କେବେ ଯେ ଏତେ ସାରା ଟଙ୍କା ମୁଁ ଏକା ସାଙ୍ଗରେ ଦେଖିଥିଲି ମୋର ମନେ ନାହିଁ। ଚାଲ ଏବେ କିଛି ସଉଦା କିଣି ଘରକୁ ଫେରିଯାଏ। ଏମିତି ଚିନ୍ତା କରି ଚଢ଼େଇ ଘର ପାଇଁ କିଛି ସଉଦା କିଣିଲା। ଆଉ ତାପରେ ସେ ଘରକୁ ଫେରିଗଲା। ଚଢ଼େଇ ନିଜ ପାଇଁ ଖାଇବା ରୋଷେଇ କଲା। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ମୂଷାଖିଆ ଅଙ୍ଗୁର ଦେଖି ସମସ୍ତେ ରାଗି ଯାଇଥିଲେ, ଆଉ ନିଜ ନିଜ ଅଙ୍ଗୁର ଧରି ଚଢ଼େଇ ପାଖକୁ ଆସିଲେ। ଶଇତାନ ଚଢ଼େଇ, ଆମଠୁ ଟଙ୍କା ନେଇ ଆମକୁ ମୂଷାଖିଆ ଅଙ୍ଗୁର ବିକ୍ରି କରିଛୁ। ସମସ୍ତେ ଦେଖୁଛ କ'ଣ? ଏ ଚଢ଼େଇର ମୁହଁ ଉପରକୁ ତାର ସବୁ ଅଙ୍ଗୁର ଫିଙ୍ଗ। ତମେ ମାନେ ଏସବୁ କ'ଣ କହୁଛ? ନା ନା, ମୁଁ କେବେ କାହାକୁ ଖରାପ ଜିନିଷ ବିକ୍ରି କରିନି। ନିଶ୍ଚୟ କୋଉଠି କିଛି ଭୁଲ ହେଇଥିବ। ମୋ କଥାକୁ ବିଶ୍ୱାସ କର। ଚୁପ୍ କର। ନିଜ ଅଙ୍ଗୁରକୁ ତ ନିଜ ଆଖିରେ ଦେଖିନେ କେମିତି ମୂଷା ଖାଇଛି। ଆଉ ଦିନେ ଯଦି ବଜାରକୁ ଆସି ଅଙ୍ଗୁର ବିକ୍ରି କରିବୁ, ପିଟି ପିଟି ଆମେ ତୋର ଗୋଡ଼ ଭାଙ୍ଗିଦେବୁ। କାଲି ସୁଦ୍ଧା ଆମର ସବୁ ଟଙ୍କା ଫେରେଇବୁ। ଚଢ଼େଇ ଯେତେ ବୁଝେଇଲେ ବି କେହି ବି ତା କଥା ଶୁଣିଲେନି। ସମସ୍ତେ ସେଠାରୁ ଚାଲିଗଲେ। ଚଢ଼େଇ ମନ ଦୁଃଖରେ କାନ୍ଦି କାନ୍ଦି ନିଜ ଜମିକୁ ଗଲା। ସେପଟେ ମୂଷା ପୁଣି ଚଢ଼େଇ ଜମିରୁ ଅଙ୍ଗୁର ଖାଉଥିଲା। ଖାଇ ଖାଇ ତା ପେଟ ଏତେ ଭାରି ହେଇଗଲା ଯେ ସେ ଚାଲି ଚାଲି ସେଠାରୁ ନିଜ ଘରକୁ ଯାଇପାରିଲାନି। ଓହୋ, ଖାଇ ଖାଇ ଏତେ ଖାଇଦେଲି ଯେ ପେଟଟା ଭାରି ହେଇଗଲା। ଆଉ ଘରକୁ ଯାଇପାରିବିନି। ଏଠି କିଛି ସମୟ ଆରାମ କରିସାରେ। ଏମିତି ଚିନ୍ତା କରି ମୂଷା ସେଠି ଶୋଇ ପଡ଼ିଲା।
ଠିକ୍ ସେହି ସମୟରେ ଚଢ଼େଇ ସେଠାରେ ଆସି ପହଞ୍ଚିଗଲା। ସେ ମୂଷାକୁ ନିଜ ଜମିରେ ଦେଖି ତାକୁ ଧରି ପକେଇଲା। ଶଇତାନ ମୂଷା, ତୁ ତାହେଲେ ମୋ ଅଙ୍ଗୁର ଖାଇ ମୋର କ୍ଷତି କରିଛୁ। ଆଜି ମୁଁ ତତେ ଛାଡ଼ିବିନି। ତତେ ଏବେ ମୁଁ ମୋ ଘରକୁ ନେଇ ବହୁତ ପିଟିବି, ଆଉ ତତେ ତେଲରେ ଭାଜିକି ଖାଇବି। ନା ନା, ମତେ ମାରନି, ମତେ ଛାଡ଼ି ଦିଅ। ମୁଁ ତୁମ ଅଙ୍ଗୁର ଖାଇ ତୁମ ପାଖରେ ଋଣୀ। ମୁଁ ସାରା ଜୀବନ ତୁମ ଜମିର ଦେଖାଶୁଣା କରିବି। ତା ସହ ମୁଁ ସମସ୍ତଙ୍କ ପାଖକୁ ଯାଇ କହିବି ସବୁ ଭୁଲ ମୋର ଥିଲା। ତୁମେ ଏ ବିଷୟରେ କିଛି ବି ଜାଣିନଥିଲ। ସମସ୍ତଙ୍କ ପାଖରେ ମୁଁ ତୁମର ପ୍ରଶଂସା ବି କରିବି। ତୁ ସତ କହୁଛୁ? ସମସ୍ତଙ୍କ ଆଗରେ ତୁ ନିଜ ଭୁଲ ମାନିବୁ ତ? ହଁ ହଁ, ମତେ ବିଶ୍ୱାସ କର, ମୁଁ ସତ କହୁଛି। ତୁମେ ନଦେଲା ଯାଏ ମୁଁ ଆଉ ଦିନେ ବି ତୁମ ଜମିରୁ ଅଙ୍ଗୁର ଖାଇବିନି। ହଉ ଠିକ୍ ଅଛି, ଏବେ ତାହେଲେ ତୁ ଯା, ସମସ୍ତଙ୍କୁ ଏକଥା କହିବୁ। ତାପରେ ମୂଷା ସମସ୍ତଙ୍କ ପାଖକୁ ଯାଇ ସମସ୍ତଙ୍କୁ ସବୁ ଘଟଣା କହି କ୍ଷମା ମାଗିଲା। ଚଢ଼େଇର କିଛି ବି ଦୋଷ ନଥିଲା। ମୁଁ ଅଙ୍ଗୁର ସବୁ ଅଧାରୁ ଖାଇ ନଷ୍ଟ କରିଦେଇଥିଲି। ଦୟାକରି ଚଢ଼େଇକୁ କେହି ଭୁଲ ବୁଝନି। ମତେ ବି କ୍ଷମା କରିଦିଅ। ମୁଁ ଆଉ କାହାର ବି କ୍ଷତି କରିବିନି। ମୂଷାର ଏପରି କଥା ଶୁଣି ସମସ୍ତେ ଚଢ଼େଇକୁ କ୍ଷମା କରିଦେଲେ। ସେଦିନ ପରଠାରୁ ପୁଣି ଥରେ ଚଢ଼େଇ ବଜାରରେ ଅଙ୍ଗୁର ବିକ୍ରି କଲା। ତା ଅଙ୍ଗୁର ସମସ୍ତଙ୍କୁ ବହୁତ ଭଲ ଲାଗିଲା। ପ୍ରତିଦିନ ସବୁ ଚଢ଼େଇ ତା ପାଖରୁ ଅଙ୍ଗୁର କିଣି ନେଉଥିଲେ। ଧୀରେ ଧୀରେ ଚଢ଼େଇ ବହୁତ ଧନୀ ହେଇଗଲା। ଏକଥା ଗୋଟେ କାଉ ସହି ପାରିଲାନି। ସେ ଚଢ଼େଇକୁ ଈର୍ଷା କରୁଥିଲା। ମୁଁ ଏ ଜଙ୍ଗଲରେ ଥାଉ ଥାଉ ଚଢ଼େଇ ଏତେ ଧନୀ ହେଇଯିବ, ମୁଁ ତା କେବେ ହେବାକୁ ଦେବିନି। ଏବେ ହିଁ ମୁଁ ତାର ସବୁ ଅଙ୍ଗୁର ଫସଲ ନଷ୍ଟ କରିଦେବି। ଏମିତି ଚିନ୍ତା କରି କାଉ ଚଢ଼େଇର ଜମିକୁ ଗଲା। ସେ ଚଢ଼େଇର ସବୁ ଅଙ୍ଗୁର ଗଛ ଭାଙ୍ଗୁଥିଲା। ମୂଷା ଚଢ଼େଇର ଜମି ପାଖରେ ହିଁ ଥିଲା। ଏସବୁ ଦେଖି ମୂଷା କାଉକୁ ଅଟକେଇବାକୁ ଚେଷ୍ଟା କଲା, ହେଲେ କାଉ ମୂଷାର କିଛି କଥା ଶୁଣିଲାନି। ରାଗରେ ମୂଷା କାଉକୁ ଜୋରେ କାମୁଡ଼ି ଦେଲା। କାଉ ଯନ୍ତ୍ରଣାରେ ଚିତ୍କାର କଲା। ଏମିତି ପାଟିତୁଣ୍ଡ ଶୁଣି ସବୁ ଚଢ଼େଇ ସେଠାରେ ଆସି ଜମା ହେଇଗଲେ। ସବୁ କଥା ଜାଣି ତ ସମସ୍ତେ କାଉ ଉପରେ ଖୁବ୍ ରାଗିଗଲେ। କାଉ, ତୁ ମୋ ଅଙ୍ଗୁର ଗଛ ସବୁ ଭାଙ୍ଗିଲୁ କଣ ପାଇଁ? ମୁଁ ଆଜି ତତେ ଛାଡ଼ିବିନି। ମୁଁ ବି ଆଜି ଏ କାଉକୁ ପିଟିବି। ଦିନେ ଇଏ ମୋର ଫସଲ ନଷ୍ଟ କରିଥିଲା। ତୁ ସୁଧୁରି ଯିବୁ ଭାବି ମୁଁ ସେଦିନ ତତେ ଧମକ ଦେଇ ଛାଡ଼ି ଦେଇଥିଲି। ଆଉ ନୁହଁ, ଆଜି ତତେ ଉଚିତ ଶିକ୍ଷା ମିଳିବ। ସବୁ ଚଢ଼େଇ ମିଶି କାଉକୁ ଅନେକ ପିଟିଲେ। କାଉ କାନ୍ଦି କାନ୍ଦି ସମସ୍ତଙ୍କୁ କ୍ଷମା ମାଗିଲା। ମୋର ଭୁଲ ହେଇଗଲା, ମତେ ଆଉ ମାରନି। ଚଢ଼େଇ, ମୁଁ ତତେ କ୍ଷତିପୂରଣ ଦେଇଦେବି। ମତେ ଛାଡ଼ି ଦିଅ, ମୁଁ କଥା ଦେଉଛି, ମୁଁ ଆଉ ଦିନେ ବି କାହାର କ୍ଷତି କରିବିନି। ଏମିତି କହି କାଉ ଶୀଘ୍ର ଦୌଡ଼ିକି ସେଠାରୁ ଚାଲିଗଲା। ତାକୁ ଦେଖି ସବୁ ଚଢ଼େଇ ହସିଲେ। କୁନି, ମୁଁ ଆଉ ଖେଳିବିନି। ଆଜି ଶୀଘ୍ର ଘରକୁ ଯିବି। ଆମ ଗଛରେ ନା ଅନେକ ପିଜୁଳି ଫଳିଛି। ଚାଲ କୁନି ମୋ ସାଙ୍ଗରେ, ତୁ ବି ପିଜୁଳି ଖାଇପାରିବୁ। ସତରେ ମିକି, ତମ ଗଛରେ ପିଜୁଳି ଫଳିଛି? ମୁଁ ଆଜି ଯାଇ କେବେ ବି ପିଜୁଳି ଖାଇନି। ଚାଲ ମିକି, ଆଜି ମୁଁ ତୋ ସାଙ୍ଗରେ ପିଜୁଳି ଖାଇବାକୁ ଯିବି। ତାପରେ କୁନି ମିକି ସାଙ୍ଗରେ ତା ଘରକୁ ଗଲା। ସେତେବେଳେ ମିକିର ବାପା ମା ପିଜୁଳି ପାଳୁଥିଲେ। ଆଣ୍ଟି, ମତେ ଗୋଟେ ପିଜୁଳି ଦିଅନ୍ତୁ ନା। ତୁମ ଗଛରେ ତ ଅନେକ ପିଜୁଳି ଫଳିଛି। ଗୋଟେ ପିଜୁଳିର ଦାମ କେତେ ଜାଣିଛୁ? ଚାଲି ଆସିଲା ମାଗଣାରେ ପିଜୁଳି ଖାଇବାକୁ। ପିଜୁଳି ଖାଇବାକୁ ଯଦି ତୋର ଏତେ ଇଚ୍ଛା, ଯା ନିଜ ବାପା ମାକୁ କହିବୁ ତୋ ପାଇଁ ପିଜୁଳି କିଣିଦେବେ। ମା, କୁନିକୁ ଏମିତି କାହିଁକି କହୁଛ? ଆମ ଗଛରେ ତ ଅନେକ ପିଜୁଳି ଫଳିଛି। ତାକୁ ଗୋଟେ ପିଜୁଳି ଖାଇବାକୁ ଦିଅ। ସେ ଆଜି ଯାଏ କେବେ ବି ପିଜୁଳି ଖାଏନି। ମୁଁ ତ ପ୍ରତ୍ୟେକ ଦିନ ପିଜୁଳି ଖାଏ। ଆଜି ମୁଁ ପିଜୁଳି ଖାଇବିନି। ମୋ ଭାଗ ପିଜୁଳି କୁନିକୁ ଦେଇଦିଅ। ମିକି, ମୁଁ ତତେ ମନା କରିଥିଲି ନା ଏମିତି ଗରିବ ଚଢ଼େଇଙ୍କ ସହ ଖେଳିବୁନି। କୁନି ପାଇଁ ଭାରି ଦରଦ ଉଛୁଳି ପଡୁଛି ନାଇଁ? ଆଉ ଦିନେ ବି ତୁ ଏ କୁନି ସାଙ୍ଗରେ ସାଙ୍ଗ ହେବୁନି। ଆଉ କୁନି, ତୁ ପିଜୁଳି ଖାଇବାକୁ ଯଦି ଏତେ ଇଚ୍ଛା, ଯା ତୋ ମା ପାଖରୁ ଆଗ ଟଙ୍କା ଆଣିବୁ। ଟଙ୍କା ଦେଲେ ଯାଇ ମୁଁ ତତେ ପିଜୁଳି ଦେବି। ଏମିତି ଶୁଣି ମନ ଦୁଃଖରେ କୁନି ନିଜ ଘରକୁ ଫେରି ଆସିଲା। ମା, ଜାଣିଛ ମୁଁ ଆଜି ମିକି ଘରକୁ ଯାଇଥିଲି। ମିକି ଘର ଗଛରେ ନା ଅନେକ ପିଜୁଳି ଫଳିଛି। ମୁଁ ଆଣ୍ଟିଙ୍କୁ ଗୋଟେ ପିଜୁଳି ଖାଇବାକୁ ମାଗୁଥିଲି, ହେଲେ ସେ ମତେ ପିଜୁଳି ଦେଲେନି। ତୁ କାହିଁକି ସେଠାକୁ ଯାଉଥିଲୁ ରେ ମା? ତୁ ତ ଜାଣୁ ଆମେ କେତେ ଗରିବ। ସେ ଧନୀ ଚଢ଼େଇ ମାନେ ଆମକୁ ଘୃଣା କରନ୍ତି। ତୁ ମନ ଦୁଃଖ କରନି ରେ ମା।
ଏବେ ସିନା ଆମ ପାଖରେ ଟଙ୍କା ନାହିଁ, ମୁଁ ଖୁବ୍ ଶୀଘ୍ର ଟଙ୍କା ଜମା କରି ତୋ ପାଇଁ ପିଜୁଳି କିଣିଦେବି। ମା, ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ପିଜୁଳି ଖାଇବାକୁ ଜିଦ୍ କରିବିନି କି ମିକି ଘରକୁ ବି ଯିବିନି। ଆରେ କୁନି, ତୁ ଆଉ ଖେଳିବାକୁ କାହିଁକି ଆସୁନୁ? ମୋ ମା ପାଇଁ ମୋ ଉପରେ ରାଗିଛୁ କି? ନାଇଁ ମିକି, ମୁଁ ତୋ ଉପରେ ରାଗିନି। ମୁଁ ଯଦି ତୋ ସାଙ୍ଗରେ ଖେଳିବି ତୋ ମା ତତେ ପିଟିବେ, ସେଥିପାଇଁ ମୁଁ ତୋ ସହ ଖେଳିବାକୁ ଆସୁନଥିଲି। ଆଚ୍ଛା ମିକି, ତମର ତ ପିଜୁଳି ବଗିଚା ଅଛି, ତୋ ପାଖରେ ପିଜୁଳି ମଞ୍ଜି ବି ଥିବ ନା? ହଁ କୁନି, ଆମ ଘରେ ଅନେକ ପିଜୁଳି ମଞ୍ଜି ଅଛି। ତୁ ଏଠି କିଛି ସମୟ ଅପେକ୍ଷା କର, ମୁଁ ଏବେ ତତେ ପିଜୁଳି ମଞ୍ଜି ଆଣି ଦଉଛି। ଏମିତି କହି ମିକି ତା ଘରକୁ ଗଲା ଆଉ କୁନି ପାଇଁ କିଛି ପିଜୁଳି ମଞ୍ଜି ନେଇ ଆସିଲା। ମିକି ଆଉ କୁନି ଥିଲେ ବହୁତ ଭଲ ସାଙ୍ଗ। ମିକି ପାଖରୁ ପିଜୁଳି ମଞ୍ଜି ନେଇ କୁନି ତା ଘରକୁ ଗଲା। ମା, ଦେଖ, ମୋ ସାଙ୍ଗ ମିକି ମତେ ଅନେକ ପିଜୁଳି ମଞ୍ଜି ଦେଇଛି। ଏବେ ମୁଁ ଏ ପିଜୁଳି ମଞ୍ଜି ଲଗେଇ ତାର ଯତ୍ନ ନେବି। ଯେତେବେଳେ ପିଜୁଳି ଗଛ ବଡ଼ ହେବ ସେଥିରେ ଫଳ ଫଳିବ, ମୁଁ ଅନେକ ପିଜୁଳି ଖାଇପାରିବି। ଆଚ୍ଛା ଠିକ୍ ଅଛି ରେ ମା, ଏ ସବୁ ପିଜୁଳି ମଞ୍ଜି ତୁ ଆମ ଘର ଚାରି ପାଖରେ ଲଗେଇ ଦେ। ଚାରା ଗଛ ବାହାରିଲା ପରେ ତୁ ତାର ଯତ୍ନ ନେବୁ। ଦେଖିବୁ କିଛି ଦିନ ପରେ ତୋ ଗଛ ବଡ଼ ହେଇ ସେଥିରେ ପିଜୁଳି ଫଳିବ। ତାପରେ କୁନି ତା ଘର ଚାରି ପାଖରେ ପିଜୁଳି ମଞ୍ଜି ଲଗେଇଦେଲା। କିଛି ଦିନ ପରେ 2ଟି ଗଛ ବାହାରିଲା। କୁନି ତା ଗଛ ମୂଳରେ ପାଣି ଦେଇ ତାଙ୍କର ଯତ୍ନ ନେଉଥିଲା। ଏମିତି ବେଶ କିଛି ଦିନ ବିତିଗଲା। 2 ଗଛ ବଡ଼ ହେଇ ସେଥିରେ ଅନେକ ପିଜୁଳି ଫଳିଲା। ମା, ଦେଖ, ଆଜି ମୋ 2 ଗଛରେ କେତେ ପିଜୁଳି ଫଳିଛି। ଏବେ ମୁଁ ମନ ଭରି ପିଜୁଳି ଖାଇପାରିବି। କୁନି, ତୁ ଆମର ବହୁତ ଯତ୍ନ ନେଇଛୁ। ତୋ ପାଇଁ ଆମ ଗଛରେ ଅନେକ ଫଳ ଫଳିଛି। ଏ ସବୁ ପିଜୁଳି ଆଜିଠୁ ତୋର। ତୁ ମନ ଭରି ଏବେ ପିଜୁଳି ଖାଇପାରିବୁ। ଆଉ ହଁ କୁନି, ଏ 2 ଗଛର ପିଜୁଳି କେବେ ବି ସରିବନି। ମା, ଦେଖ, ଆମ ପିଜୁଳି ଗଛ କଥା କହିପାରେ। ଆମ ପିଜୁଳି ଗଛ ଅନେକ ସୁନ୍ଦର ନା? ସେ ମୋ ସହ କଥା ହେଉଛି ଆଉ କହୁଛି ଯେତେ ତୋଳିଲେ ବି ଆମ ପିଜୁଳି କେବେ ସରିବନି। ଆରେ ସତରେ ତ ଆମ ପିଜୁଳି ଗଛ କଥା କହୁଛି। ଇଏ ବହୁତ ଭଲ କଥା। ଏଇ ଗଛର ପିଜୁଳି ଯଦି କେବେ ସରିବନି, ଆମେ କିଛି ପିଜୁଳି ନେଇ ବଜାରରେ ବିକ୍ରି କରିପାରିବା। ପିଜୁଳି ରାଣୀ, ଆମକୁ ଏତେ ଭଲ ଉପହାର ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ କୁନି କିଛି ପିଜୁଳି ତୋଳି ଖାଇଲା। ତାର ମା କିଛି ପିଜୁଳି ତୋଳି ବଜାରକୁ ବିକ୍ରି କରିବା ପାଇଁ ନେଲା। ପିଜୁଳି ନିଅନ୍ତୁ ପିଜୁଳି, ମିଠା ମିଠା ପାଚିଲା ପିଜୁଳି। ମା ଚଢ଼େଇକୁ ପିଜୁଳି ବିକ୍ରି କରୁଥିବାର କାଉ ଦେଖିଲା। ସେ ତ ଅନେକ ରାଗିଗଲା। ଆରେ, ଏଇ ଗରିବ ଚଢ଼େଇ ପାଖରେ ପିଜୁଳି କିଣିବାକୁ ଟଙ୍କା ନଥିଲା, ତାହେଲେ ସେ ଏତେ ବଡ଼ ବଡ଼ ପାଚିଲା ପିଜୁଳି ପାଇଲା କୋଉଠୁ? ନିଶ୍ଚୟ ମୋ ପିଜୁଳି ଚୋରି କରିଥିବ। ମୁଁ ଶୀଘ୍ର ଘରକୁ ଯାଏ। ମିକି, ମିକି, ଶୀଘ୍ର ମୋ ପାଖକୁ ଆସେ। କଣ ହେଲା ମା? ମତେ କାହିଁକି ଡାକିଲ? ସତ ସତ କହ ମିକି, ତୁ କୁନିକୁ ଆମ ପିଜୁଳି ଦେଇଛୁ ନା? ଯଦି ମିଛ କହିବୁ ମୁଁ ତତେ ବହୁତ ପିଟିବି। ଭୟରେ ମିକି ତା ମାକୁ ସେ କୁନିକୁ ମଞ୍ଜି ଦେବା କଥା କହିଦେଲା। ସବୁ ଶୁଣି କାଉ ରାଗରେ ଚଢ଼େଇ ଘରକୁ ଗଲା। ଆଚ୍ଛା, ମୋଠୁ ମଞ୍ଜି ନେଇ ଏମାନେ ଏଠି ଗଛ ଲଗେଇଛନ୍ତି। ମୁଁ ଆଜି ଏମାନଙ୍କର ସବୁ ପିଜୁଳି ତୋଳି ନେଇଯିବି। କାଉ ଯେମିତି ପିଜୁଳି ତୋଳିବାକୁ ଗଲା, ହଠାତ୍ ସେ ପିଜୁଳି ଗଛଟି କଥା କହିଲା। ତାଙ୍କ ଶବ୍ଦ ଶୁଣି ମା ଚଢ଼େଇ ଆଉ କୁନି ବାହାରକୁ ଆସିଲେ। କାଉ, ତୁ ବହୁତ ଲୋଭୀ। ତୁ କୁନିର ପିଜୁଳି ଚୋରି କରିବାକୁ ଆସିଛୁ। ଦିନେ ତୁ କୁନିର ବହୁତ ଅପମାନ କରି ତାକୁ ତୁ ପିଜୁଳି ନ ଦେଇ ନିଜ ଘରୁ ବାହାର କରିଦେଇଥିଲୁ। ଆଉ ଆଜି ତୁ ତାର ପିଜୁଳି ଚୋରି କରିବାକୁ ଆସିଛୁ। ମୁଁ ତତେ ୟାର ଶାସ୍ତି ଦେବି। ଏମିତି କହି ପିଜୁଳି ଗଛ କାଉକୁ କରେଣ୍ଟ ସକ୍ ଦେଲା। କାଉ ଯନ୍ତ୍ରଣାରେ ଛଟପଟ ହେଲା। ଭାରି କଷ୍ଟ ହେଉଛି। ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଏଠାକୁ ଆସିବିନି। ଦୟାକରି ମତେ ମାରନି, ମତେ ଛାଡ଼ି ଦିଅ। ପିଜୁଳି ରାଣୀ, କାଉ ଆଣ୍ଟିଙ୍କୁ ମାରନି। ସେ ମୋ ସାଙ୍ଗ ମିକିର ମା। ସେ ମରିଗଲେ ମୋ ସାଙ୍ଗ ମିକି ଅନେକ କଷ୍ଟ ପାଇବ। ଦୟାକରି ତାଙ୍କୁ ଛାଡ଼ି ଦିଅ। ଆଜି କେବଳ କୁନି ପାଇଁ ମୁଁ ତତେ ଛାଡ଼ିଦେଲି କାଉ। ଏବେ ଏଠୁ ଚାଲିଯା, ଆଉ ଦିନେ ଏଠାକୁ ଆସିବୁନି। ହଁ, ମୁଁ ଆଉ ଦିନେ ବି କୁନିର କ୍ଷତି କରିବିନି। ମୁଁ ସତ କହୁଛି। କିଛି ଦିନ ପରେ ମୁଁ ଅଣ୍ଡା ଦେବି, ହେଲେ ମୋ ପାଖରେ ଏଯାଏଁ ଘର ନାହିଁ। ମୁଁ ଶୀଘ୍ର ଏକ ଘର ତିଆରି କରିନିଏ।
ଏମିତି ଚିନ୍ତା କରି ଚଢ଼େଇ ଜଙ୍ଗଲ ଭିତରକୁ ଯାଇ କାଠ ଖୋଜି ଆଣିଲା। ତାପରେ ସେ ଏକ ଭଲ ଗଛ ଖୋଜି ସେଥିରେ ଘର ତିଆରି କଲା। ଅଧା ଘର ତିଆରି କରିବା ପରେ ହିଁ ଚଢ଼େଇର କାଠ ସରିଗଲା। ଆରେ ଆରେ, ଅଧା ଘର ତିଆରି ସରୁ ସରୁ ହିଁ କାଠ ସରିଗଲା। ଯାଏ ଆଉ କିଛି କାଠ ନେଇ ଆସେ। ଏମିତି କହି ଚଢ଼େଇ କାଠ ଆଣିବାକୁ ଗଲା। ସେ ଯିବା ପରେ ଏକ କାଉ ସେଠା କସିଲା। ସେ ଚଢ଼େଇର ତିଆରି ଥିବା ଅଧା ଘରକୁ ଦେଖିଲା। କେତେ ଦିନ ହେଇଗଲାଣି ମୁଁ ଗୋଟେ ଘର ତିଆରି କରି ପାରୁନି, ଆଉ ଏ ଚଢ଼େଇ ଗୋଟେ ଦିନରେ ଏତେ ବଢିଆ ଘର ତିଆରି କରିଦେଲା। ସେ ଗରିବ ଚଢ଼େଇ ରହିବ ନୂଆ ଘରେ, ଆଉ ମୁଁ ରହିବି ପୁରୁଣା ଘରେ। ନା, ମୁଁ କେବେ ବି ଏମିତି ହେବାକୁ ଦେବିନି। ମୁଁ ଏ ଚଢ଼େଇର ଘରକୁ ଭାଙ୍ଗିଦେବି। କାଉ ଚଢ଼େଇର ଘରକୁ ତଳେ ପକେଇ ଭାଙ୍ଗିଦେଲା। ହା ହା ହା, ମୁଁ ହେଉଛି କାଉ। ମୁଁ କାହାର ବି ଭଲ ଦେଖିପାରିବିନି। କେହି ବି ମୋଠୁ ଆଗେଇ ପାରିବେନି। ଏମିତି କହି କାଉ ସେଠାରୁ ଚାଲିଗଲା। କିଛି ସମୟ ପରେ ଚଢ଼େଇ କାଠ ନେଇ ଆସିଲା। ନିଜ ଭଙ୍ଗା ଘରକୁ ଦେଖି ତ ସେ ଅନେକ କାନ୍ଦିଲା। ମୁଁ ଆଜି ହିଁ ଘର ତିଆରି କରିଥିଲି। ମୋ ଘର ତ ଅନେକ ମଜବୁତ ଥିଲା, ତଳେ ପଡ଼ି ଏମିତି ଭାଙ୍ଗିଗଲା କେମିତି? ଆରେ, ସେପଟେ ତ ମିଟୁ ଭଉଣୀ ଯାଉଛନ୍ତି। ମୁଁ ତାଙ୍କୁ ଏକଥା ପଚାରି ଦେଖେ। ମିଟୁ ଭଉଣୀ, ମୁଁ ସେ ବରଗଛରେ ଘର ତିଆରି କରୁଥିଲି। ଅଧା ଘର ତିଆରି ସାରିବା ପରେ କାଠ ସରିଗଲା। ମୁଁ କାଠ ଆଣିବାକୁ ଯାଇଥିଲି, ଫେରି ଦେଖିଲି ମୋ ଘର ଭାଙ୍ଗି ତଳେ ପଡ଼ିଛି। ମିଟୁ ଭଉଣୀ, ତୁମେ ଜାଣିଛ କି ମୋ ଘର ତଳକୁ କେମିତି ପଡ଼ିଲା? ନା ଚଢ଼େଇ, ମୁଁ ଜାଣିନି ତୋ ଘର କେମିତି ଭାଙ୍ଗିଲା। କିଛି ସମୟ ପୂର୍ବରୁ ମୁଁ କାଉ ପୁଷି ଗଛ ପାଖରେ ଛିଡ଼ା ହେଇଥିବା ଦେଖିଥିଲି। ଆଚ୍ଛା ଚଢ଼େଇ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ସେଠାରୁ ଚାଲିଗଲା। ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲା। କାନ୍ଦିକି ଆଉ କଣ ଲାଭ? ମୁଁ ଯାଏ କିଛି ଘାସ ଖୋଜି ଆଣେ। ଘାସରେ ମୁଁ ଶୀଘ୍ର ଗୋଟେ ଘର ତିଆରି କରିପାରିବି। ଚଢ଼େଇ ଜଙ୍ଗଲ ଭିତରୁ କିଛି ଭଲ ଘାସ ଆଣି ସେ ଘାସରେ ଶୀଘ୍ର ଏକ ସୁନ୍ଦର ଘର ତିଆରି କରିଦେଲା। ବାଃ, ଘରଟି ତ ବହୁତ ସୁନ୍ଦର ହେଇଛି। ଏବେ କିଛି ଦିନ ମୁଁ ଏ ଘରେ ଆରାମରେ ରହିପାରିବି। ଘର ତିଆରି କରି କରି ଭାରି ଭୋକ ଲାଗିଲାଣି। ଯାଏ କିଛି ମିଠା ଫଳ ଖୋଜି ଆଣେ। ଚଢ଼େଇ ଯିବା ପରେ କାଉ ପୁଣି ସେଠାକୁ ଆସିଲା। ଆରେ, ଏ ଚଢ଼େଇଟା ତ ଭାରି ଜିଦିଆ। ଗୋଟେ ଘର ଭାଙ୍ଗୁ ଭାଙ୍ଗୁ ସେ ଆଉ ଗୋଟେ ଘର ତିଆରି କରିଦେଲା। କିଛି କଥା ନାହିଁ, ମୁଁ ତାର ଏ ଘରକୁ ବି ଭାଙ୍ଗିଦେବି। ଏମିତି କହି କାଉ ପୁଣି ଚଢ଼େଇର ଘାସ ଘରକୁ ଭାଙ୍ଗି ସେଠାରୁ ଚାଲିଗଲା। ଚଢ଼େଇ ଖାଇବା ଧରି ଘରକୁ ଫେରିଲା। ପୁଣି ଥରେ ନିଜ ଘରକୁ ଭାଙ୍ଗିଥିବାର ଦେଖି ସେ ଅନେକ କାନ୍ଦିଲା। ଝଡ଼ ତୋଫାନ କିଛି ବି ନାହିଁ, ମୋ ଘର ହଠାତ୍ ଏମିତି ଭାଙ୍ଗିଲା କେମିତି? କିଏ ମୋ ସହ ଏପରି କରୁଛି? ମିଟୁ ଭଉଣୀ, ମିଟୁ ଭଉଣୀ, ମୋ ଘରକୁ ପୁଣି କିଏ ଭାଙ୍ଗି ଦେଇଛି? ତୁମେ କାହାକୁ ଦେଖିଛ କି? ମୁଁ ଦେଖିନି ଚଢ଼େଇ, ତୋ ଘର କେମିତି ଭାଙ୍ଗିଲା? ହେଲେ ହଁ, ମୁଁ ତ ଘର ପାଖରେ କାଉକୁ ଦେଖିଥିଲି। ନିଶ୍ଚୟ ସେ କାଉ ହିଁ ମୋ ଘର ଭାଙ୍ଗିଥିବ। ମୁଁ ଶୀଘ୍ର ତା ପାଖକୁ ଯାଏ। କାଉ, ତୁ ଏ କାମ ଭଲ କଲୁନି। ଦୁଇ ଥର ମୁଁ କଷ୍ଟ କରି ଘର ତିଆରି କରିଥିଲି, ହେଲେ ତୁ ଭାଙ୍ଗିଦେଲୁ। ମୁଁ ତତେ ଛାଡ଼ିବିନି। ମୁଁ ଆଜି ମୁଖିଆଙ୍କ ପାଖରେ ତୋ ନାଁରେ ଅଭିଯୋଗ ଦେବି। ବଦମାସ ଚଢ଼େଇ, ତୋ ପାଖରେ କଣ ପ୍ରମାଣ ଅଛି ଯେ ମୁଁ ତ ଘର ଭାଙ୍ଗିଛି? ପ୍ରମାଣ ବିନା ମୁଖିଆ ମୋର କିଛି କ୍ଷତି କରିପାରିବନି। ଯା, ପଳା ଏଠୁ। ଚଢ଼େଇ ମନ ଦୁଃଖରେ କାଉ ଘରୁ ଚାଲି ଆସିଲା। ସେ କାନ୍ଦି କାନ୍ଦି ଆଗକୁ ଯାଉଥିଲା। ହଠାତ୍ ସେ ଏକ ଚିଲ ଛୁଆକୁ ଦେଖିଲା। ଚିଲ ଛୁଆଟି ଗଛ ଡାଳ ତଳେ ଚାପି ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା। ଚଢ଼େଇ ଚିଲ ଛୁଆକୁ ସେ ଗଛ ଡାଳ ତଳୁ ବାହାର କଲା। ଆରେ ଛୋଟ ଛୁଆ, ତୁ ଘରେ ନ ରହି ଏଠି କଣ କରୁଥିଲୁ? ଚଢ଼େଇ ଆଣ୍ଟି, ମୋ ମା ଖାଇବା ଆଣିବା ପାଇଁ ବାହାରକୁ ଯାଇଛନ୍ତି। ମତେ ଘରେ ଏକୁଟିଆ ରହିବାକୁ ଜମା ଭଲ ଲାଗିଲାନି। ମୁଁ ଖେଳିବା ପାଇଁ ବାହାରକୁ ଆସିଥିଲି, ସେତେବେଳେ ଏ ଗଛର ଡାଳ ଖସି ମୋ ଉପରେ ପଡ଼ିଗଲା। ମୁଁ ଅନେକ ଚେଷ୍ଟା କଲି, ହେଲେ ବାହାରି ପାରିଲିନି। ଆରେ ଚିଲ ଛୁଆ, ତୋ ଘର କୋଉଠି? ଚାଲେ, ମୁଁ ତତେ ନେଇ ତ ଘରେ ଛାଡ଼ିଦେବି। ମା ନ ଆସିବା ଯାଏ ତୁ ଆଉ ଘରୁ ଏକା ବାହାରିବୁନି। ତାପରେ ଚିଲ ଛୁଆ ଚଢ଼େଇକୁ ତା ଘରର ଠିକଣା କହିଦେଲା। ଚଢ଼େଇ ଚିଲ ଛୁଆକୁ ନେଇ ତା ଘରେ ପହଞ୍ଚେଇ ଦେଲା। ସେ ସେଠାରୁ ଆସିବା ସମୟରେ ମା ଚିଲ ତାକୁ ଦେଖିଲା। ଆଜି ମୁଁ ଖାଇବା ନ ପାଇବାରୁ ଖାଲି ହାତରେ ଘରକୁ ଫେରୁଥିଲି, ହେଲେ ମୁଁ ମୋ ଘର ପାଖରେ ହିଁ ଖାଇବା ପାଇଗଲି। ମୋ ଝିଅ ଏ ଚଢ଼େଇକୁ ଦେଖିଲେ ଅନେକ ଖୁସି ହେଇଯିବ। ମୁଁ ଆଉ ମୋ ଝିଅ ଆଜି ମଜା କରି ଏ ଚଢ଼େଇକୁ ଖାଇବୁ। ନା ନା, ମତେ ମାରନି, ମତେ ଛାଡ଼ି ଦିଅ।
ଚିଲ ଚଢ଼େଇର କିଛି କଥା ନ ଶୁଣି ତାକୁ ନେଇ ଘରକୁ ଗଲା। ଆରେ ଝିଅ, ଆଜି ମୁଁ ଗୋଟେ ଚଢ଼େଇ ଧରି ଆଣିଛି। ଏବେ ଆମେ ମା ଝିଅ ମଜା କରି ଏ ଚଢ଼େଇକୁ ଖାଇବା। ନା ମା, ତୁମେ ଏ ଚଢ଼େଇ ଆଣ୍ଟିକୁ ଖାଅନି। ସେ ଆଜି ମୋର ଜୀବନ ବଞ୍ଚେଇଛନ୍ତି। ଏମିତି ଚିଲ ଛୁଆ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଆଖିରେ ଲୁହ ଆସିଗଲା। ଚଢ଼େଇ, ତୁ ମତେ କ୍ଷମା କରିଦେ। ତୁ ମୋ ଝିଅର ଜୀବନ ବଞ୍ଚେଇଛୁ। ଆଉ ମୁଁ ତ ଜୀବନ ନେବାକୁ ଚାହୁଁଥିଲି। ମୁଁ ଏମିତି କାମ ଆଉ କେବେ କରିବିନି। ଚଢ଼େଇ, ଯଦି ତୋର କିଛି ସମସ୍ୟା ଥାଏ ମତେ କହ, ମୁଁ ତୋର ସବୁ ସମସ୍ୟା ଦୂର କରିଦେବି। ତାପରେ ଚଢ଼େଇ ଚିଲକୁ ସବୁ କଥା କହିଲା। ଚିନ୍ତା କରନି ଚଢ଼େଇ, ମୁଁ ତ ରହିବାର ବ୍ୟବସ୍ଥା କରିଦେବି। ନଦୀ ପାଖରେ ଏକ ସପୁରୀ ଘର ଅଛି। ଆଗରୁ ମୁଁ ସେ ଘରେ ରହୁଥିଲି। ମୋ ଝିଅ ଛୋଟ ହେଇଥିବାରୁ ମୁଁ ଏ ଜଙ୍ଗଲ ଭିତରେ ଆସି ରହିଲି। ଚଢ଼େଇ, ତୁ ଆଜିଠୁ ସେ ସପୁରୀ ଘରେ ରହିବୁ। ଚାଲ, ମୁଁ ତତେ ସେ ଘର ଦେଖେଇଦେବି। ତାପରେ ଚିଲ ଚଢ଼େଇକୁ ନେଇ ତା ସପୁରୀ ଘର ଦେଖିଲା। ଚଢ଼େଇ, ଆଜିଠୁ ଏ ଘର ତୋର। ଯା, ଘର ଭିତରକୁ ଯିବୁ। ଯଦି କେବେ କିଛି ଅସୁବିଧା ହୁଏ ମତେ କହିବୁ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି କହି ଚିଲ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ଚଢ଼େଇ ଖୁସିରେ ସେ ସପୁରୀ ଘରେ ରହିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇ 2ଟି ଅଣ୍ଡା ଦେଲା। ଦିନେ ସେ ଖାଇବା ଖୋଜିବା ପାଇଁ ବାହାରକୁ ଯାଇଥିଲା। ସେତେବେଳେ କାଉ ତାକୁ ଦେଖିଲା। ଏ ଚଢ଼େଇ ଏଠି ଏତେ ସୁନ୍ଦର ଗୋଟେ ସପୁରୀ ଘର ତିଆରି କରିଛି। ମୁଁ ଆଜି ତା ଘର ଭାଙ୍ଗିବିନି। ମୁଁ ଆଜିଠୁ ଏ ସପୁରୀ ଘରେ ରହିବି। ଏମିତି କହି କାଉ ସେ ସପୁରୀ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା। କିଛି ସମୟ ପରେ ମା ଚଢ଼େଇ ଖାଇବା ଧରି ଘରକୁ ଆସିଲା। ଏ କଣ କାଉ, ତୁ ମୋ ଘର ଭିତରେ କଣ କରୁଛୁ? ବାହାରି ଆସ ମୋ ଘରୁ। ଘରେ ମୋର 2ଟି ଅଣ୍ଡା ଅଛି। ଶୀଘ୍ର ବାହାରିଆ, ନହେଲେ ମୁଁ ତତେ ଜମା ବି ଛାଡ଼ିବିନି। ଏ ବଦମାସ ଚଢ଼େଇ, ନିଜ ଅଣ୍ଡା ଧରି ଏଠୁ ଚାଲିଯା। ଆଜିଠୁ ଏ ଘରେ ମୁଁ ରହିବି। ବେଶୀ ବିରକ୍ତ କରିବୁ ତ ମୁଁ ତ ଅଣ୍ଡା ଭାଙ୍ଗିଦେବି, ବୁଝିଲୁ? ମୋ ପରିଶ୍ରମର 2ଟି ଘର ଭାଙ୍ଗିଲା ପରେ ବି ତୋ ମନକୁ ଶାନ୍ତି ମିଳିଲାନି? ତୁ ପୁଣି ଆସି ଏ ଘରକୁ କବ୍ଜା କରିବାକୁ ଚାହୁଁଛୁ? ତୁ ଖାଲି ଅପେକ୍ଷା କର, ଦେଖ ମୁଁ ତୋ ସହ କଣ କରୁଛି। ତାପରେ ଚଢ଼େଇ ଶୀଘ୍ର ଗଲା ଚିଲ ପାଖକୁ। ଆଉ ତାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଅନେକ ରାଗିଗଲା। ତୁ ଚିନ୍ତା କରନି ଚଢ଼େଇ, ମୁଁ ସେ କାଉକୁ ଉଚିତ ଶିକ୍ଷା ଦେବି। ତାର ଏତେ ସାହସ, ସେ ମୋ ଘରକୁ କବ୍ଜା କରିବାକୁ ଚାହୁଁଛି। ଚାଲ, ଏବେ ଯିବା ସେ କାଉ ପାଖକୁ। ତାପରେ ଚିଲ ଆଉ ଚଢ଼େଇ କାଉ ପାଖକୁ ଗଲେ। ବଦମାସ କାଉ, ତୋର ସାହସ କେମିତି ହେଲା ମୋ ବିନା ଅନୁମତିରେ ମୋ ଘରେ ଆସି ରହିବା ପାଇଁ? ଏବେ ମୁଁ ତ କଥା ବୁଝୁଛି। କାଉ କିଛି ବୁଝିବା ପୂର୍ବରୁ ଚିଲ ତାକୁ ପିଟି ପିଟି ଘରୁ ବାହାର କରିଦେଲା। କାଉ ଭୟରେ ସେ ଜାଗା ଛାଡ଼ି ଅନେକ ଦୂରକୁ ଚାଲିଗଲା। ସେବେଠାରୁ ଚଢ଼େଇର ଆଉ ଚିନ୍ତା ରହିଲାନି। ସେ ଖୁସିରେ ସେ ସପୁରୀ ଘରେ ରହିଲା। ଅନେକ ଦୂର ଏକ ଜଙ୍ଗଲରେ ଗୋଟେ ଛୋଟ ଲିଚୁ ଗଛ ବାହାରିଥିଲା। ସେ ଜାଗାରେ ଅନେକ ବଡ଼ ଗଛ ଥିବାରୁ ଲିଚୁ ଗଛଟି ଭଲରେ ବଢି ପାରୁନଥିଲା। ତାକୁ ଭାରି କଷ୍ଟ ହେଉଥିଲା। ଶୁଣ, ମୋ କଥା ଟିକେ ଶୁଣ, ମତେ ଟିକେ ସାହାଯ୍ୟ କର। ଏ ଗଛ ମାନଙ୍କ ଡାଳରେ ମୁଁ ଅଟକି ଯାଇଛି, ଠିକରେ ବଢି ପାରୁନି। ଏ ଗଛ ମାନଙ୍କ ଡାଳ କାଟି ମତେ ରକ୍ଷା କର। ଓହୋ, ଆମେ ଯେବେ ବି ଏ ରାସ୍ତାରେ ଯାଆନ୍ତି ଏ ଗଛ ଆମକୁ ସାହାଯ୍ୟ ମାଗି ଭାରି ବିରକ୍ତ କରେ। ଆଚ୍ଛା କହିଲୁ, ଆମେ ଏ ଗଛର କଣ କରିବା? କଣ ଆଉ କରିବା? ଏ ଗଛକୁ ଓପାଡ଼ି ତାକୁ ଫୋପାଡ଼ି ଦିଅ। ନା ଏ ଗଛ ରହିବ, ନା ଇଏ ଆମକୁ ସବୁଦିନ ବିରକ୍ତ କରିବ। ନା ନା, ମତେ ଓପାଡ଼ନି, ମୁଁ ବଞ୍ଚିବାକୁ ଚାହେଁ। ତମେ ମାନେ ମତେ ସାହାଯ୍ୟ କର, ମୁଁ ବି ତମ ମାନଙ୍କୁ ସାହାଯ୍ୟ କରିବି। ଆରେ ଶୁଣ ଶୁଣ, ଏ ଲିଚୁ ଗଛ କେମିତି ମଜା କଥା କହୁଛି। ତ ଗଛରେ ଆଜି ଯାଇ ଗୋଟେ ବି ଫଳ ହେଲା ନାହିଁ, ଆଉ ତୁ ଆମକୁ ସାହାଯ୍ୟ କରିବୁ? ମୁଁ ଏକ ଯାଦୁର ଗଛ। ମୁଁ ସୁସ୍ଥ ହେଲା ପରେ ତମ ମାନଙ୍କର ଗୋଟିଏ ଇଚ୍ଛା ପୁରା କରିପାରିବି। ବୁଝିଗଲୁ? ତୁ ବଞ୍ଚିବା ପାଇଁ ଆମକୁ ଏମିତି ମିଛ କଥା କହୁଛୁ ନା? ଆରେ ଦେଖୁଛ କଣ, ଶୀଘ୍ର ଏ ଗଛକୁ ଓପାଡ଼ି ଦିଅ, ନହେଲେ ଇଏ ସବୁଦିନ ଏମିତି କଥା କହି ଆମ ମୁଣ୍ଡ ଖରାପ କରିବ। ଏମିତି କହି କାଉ ସେ ଲିଚୁ ଗଛକୁ ଓପାଡ଼ି ଦୂରରେ ଫିଙ୍ଗିଦେଲା। ଲିଚୁ ଗଛଟି କାନ୍ଦୁଥିଲା। ସେତେବେଳେ ସେ ରାସ୍ତା ଦେଇ ଗୋଟେ ଚଢ଼େଇ ତା ଛୁଆ ସାଙ୍ଗରେ ଯାଉଥିଲା। ଲିଚୁ ଗଛର କାନ୍ଦିବା ସ୍ୱର ଶୁଣି ସେ ଅଟକିଗଲା। ମାରେ, ଏମିତି ଲାଗୁଛି କିଏ କାନ୍ଦୁଛି, ହେଲେ ମୁଁ ତ ଏଠି କାହାକୁ ବି ଦେଖିବାକୁ ପାଉନି। ତାକୁ ସାହାଯ୍ୟ କେମିତି କରିବି? ମା ମା, ମତେ ଲାଗୁଛି ଭୂତ ଏମିତି କରୁଥିବ। ଚାଲ ଚାଲ ମା, ଶୀଘ୍ର ଏଠୁ ପଳେଇବା, ନହେଲେ ଭୂତ ଆମକୁ ମାରିଦେବ। ଆରେ, ଏ ଦିନ ବେଳଟାରେ ଭୂତ କୋଉଠୁ ଆସିବ? ଭୂତ ପ୍ରେତ କିଛି ନଥାନ୍ତି, ଏସବୁ ମନର ଭ୍ରମ।
ନିଶ୍ଚୟ କିଏ ବିପଦରେ ପଡ଼ି କାନ୍ଦୁଥିବ। ମୁଁ ଜୋରେ ପାଟି କରି ସେ ଯଦି ମୋ କଥା ଶୁଣିପାରିବ ଆମେ ତା ପାଖକୁ ଯିବା। କିଏ କିଏ କାନ୍ଦୁଛ? ମୁଁ ଏଠି କାହାକୁ ବି ଦେଖୁନି। ତୁମେ କୋଉଠି ଅଛ? ମତେ କୁହ, ମୁଁ ତୁମକୁ ସାହାଯ୍ୟ କରିବି। ମୁଁ ଏଇଠି ଅଛି, ତଳକୁ ଦେଖ। ଏଇ କ'ଣ ଲିଚୁ ଗଛ, ତୋର ଏମିତି ଅବସ୍ଥା କେମିତି ହେଲା? ଏବେ ତ ଝଡ଼ ତୋଫାନ ଆସିନି, ତୁ ଉପୁଡ଼ି ଗଲୁ କେମିତି? ଲିଚୁ ଗଛ କାନ୍ଦି କାନ୍ଦି ଚଢ଼େଇକୁ ସବୁ କଥା କହିଲା। ଲିଚୁ ଗଛ, ତୁ କାନ୍ଦି, ମୁଁ ତତେ ସାହାଯ୍ୟ କରିବି। ଏଠି ସବୁ ଗଛ ବଡ଼ ବଡ଼, କେବଳ ତୁ ହିଁ ସାନ। ସେଥିପାଇଁ ସେମାନଙ୍କ ଡାଳ ତ ଗଛରେ ବାଜିବା ଯୋଗୁଁ ତୁ ଭଲରେ ବଢ଼ି ପାରୁନୁ। ମୁଁ ତତେ ଏକ ଏମିତି ଜାଗାରେ ଲଗେଇବି ଯୋଉଠି ତୁ ଭଲରେ ବଢ଼ି ପାରିବୁ। ଏମିତି କହି ମା ଚଢ଼େଇ ସେ ଲିଚୁ ଗଛକୁ ନେଇ ନଦୀ ପାଖରେ ଲଗେଇଦେଲା। ଧନ୍ୟବାଦ ଚଢ଼େଇ, ତୁ ମତେ ଗୋଟେ ଭଲ ଜାଗାରେ ଲଗେଇଛୁ। ଏଠି ପାଣି, ଆଲୁଅ, ପବନ ମୁଁ ସବୁ ପାଇପାରୁଛି। ମତେ ଏତେ ସୁନ୍ଦର ଜୀବନ ଦେଇଥିବାରୁ ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ଲିଚୁ ଗଛ, ତୁ ଏଠି ସବୁ ସୁବିଧା ପାଇବୁ। ଏବେ ତୁ ଆରାମରେ ରହ। ମୁଁ ଏବେ ଘରକୁ ଯାଉଛି, ଆଉ କେବେ ତ ପାଖକୁ ଆସିବି। ତାପରେ ମା ଚଢ଼େଇ ତା ଝିଅକୁ ଧରି ଘରକୁ ଚାଲିଗଲା। ସେପଟେ ଦିନେ ଦୁଇ କାଉ ଏକ କେକ୍ ଧରି ଘରକୁ ଆସିଲେ। ମା ଚିକି, ଆଜି ଆମେ ତ ମନ ପସନ୍ଦର କେକ୍ ଆଣି ଦେଇଛୁ, ଏଇ ନେ ଖା। ବହୁତ ବଢିଆ ମା, ଏବେ ମୁଁ ମଜା କରି କେକ୍ ଖାଇବି। ମୁଁ ଯାଉଛି, ମୋ ସାଙ୍ଗ କୁନିକୁ ବି କେକ୍ ଦେଖେଇବି। ଆଚ୍ଛା ହଉ ଯା, ହେଲେ ଶୁଣ, ସେ କୁନି ଯଦି ତତେ କେକ୍ ମାଗିବ ତୁ ତାକୁ ଜମା ବି ଦେବୁନି, ନହେଲେ ମୁଁ ଆଉ ଦିନେ ବି ତତେ କେକ୍ ଆଣିଦେବିନି। କୁନି, ଏ କୁନି, ବାହାରକୁ ଆସେ, ଦେଖ ମୁଁ କେକ୍ ଆଣିଛି। ସତରେ ତୁ କେକ୍ ଆଣିଛୁ? କେକ୍ କେମିତି ଲାଗେ ଖାଇବାକୁ? ଚାଲ ଆମେ ମିଶିକି ଖାଇବା। ନା ନା, ମୁଁ ତତେ କେକ୍ ଦେବିନି, ମୁଁ ତ ତତେ ଦେଖେଇବାକୁ ଆସିଥିଲି। ଦେଖ ମୁଁ କେତେ ବଢିଆ କେକ୍ ଖାଉଛି। ଚିକି, ତୁ କ'ଣ ପାଇଁ କୁନିକୁ ଦେଖେଇ ଦେଖେଇ କେକ୍ ଖାଇବାକୁ ଆସିଛୁ? କୁନି କ'ଣ ତ ଖାଇବା ଦେଖିବାକୁ ଚାହୁଁଛି? ଯା ଘରେ ବସି କେକ୍ ଖାଇବୁ। ମାରି, ତୁ ଜମା ବି ମନ ଦୁଃଖ କରନି, ଆଜି ମୁଁ ତୋ ପାଇଁ କେକ୍ ବନେଇବି। ଯାଏ ମିନୁ ପାଖରୁ କିଛି କ୍ଷୀର ନେଇ ଆସେ, ତାପରେ ମୁଁ କେକ୍ ବନେଇବି। ମିନୁ ଭଉଣୀ, ଘରେ ଅଛ କି? ହଁ ରିନୁ, କ'ଣ କହୁଥିଲୁ? ମିନୁ ଭଉଣୀ, ମୁଁ ଆଜି ମୋ ଝିଅ ପାଇଁ କେକ୍ ବନେଇବି, ମତେ ଗୋଟେ ଗ୍ଲାସ କ୍ଷୀର ଦେଇଥାଅ। ମୋ ପାଖରେ ତ ଗୋଟେ ଗ୍ଲାସ ହିଁ କ୍ଷୀର ଅଛି, ତୁ ଟିକେ ଅପେକ୍ଷା କର, ମୁଁ ଏବେ ଆଣି ଦଉଛି। ତାପରେ ମା ଚଢ଼େଇ ଗୋଟେ ଗ୍ଲାସ କ୍ଷୀର ଧରି ଘରକୁ ଫେରିଲା। ରାସ୍ତାରେ ଏକ ଗଛ ସହ ଧକ୍କା ହେଇ ତା କ୍ଷୀର ଗ୍ଲାସ ମାଟିରେ ପଡ଼ିଗଲା। ଏଇ କ'ଣ ସର୍ବନାଶ ହେଇଗଲା, ମୋ କ୍ଷୀର ଗ୍ଲାସ ତଳେ ପଡ଼ିଗଲା। ଏବେ ମୁଁ କେକ୍ କେମିତି ବନେଇବି? ମୋ ଝିଅ କେତେ ଆଶାରେ ମତେ ଅପେକ୍ଷା କରି ବସିଥିବ। ନା, ମୁଁ ଖାଲି ହାତରେ ଘରକୁ ଯିବିନି, ମୋ ପାଖ ଜଙ୍ଗଲକୁ ଯାଏ, କାମ କରି ଯେଉଁ ଟଙ୍କା ପାଇବି ସେ ଟଙ୍କାରେ ମୁଁ ମୋ ଝିଅ ପାଇଁ କେକ୍ କିଣିଦେବି। ଏମିତି କହି ମା ଚଢ଼େଇ ପାଖ ଜଙ୍ଗଲକୁ ଯିବା ପାଇଁ ବାହାରିଲା। ରାସ୍ତାରେ ତାକୁ ଲିଚୁ ଗଛ ଦେଖି ତାକୁ ଡାକିଲା। ଆରେ ଚଢ଼େଇ, ତୁ କୁଆଡ଼େ ଯାଉଛୁ? ଆରେ ଲିଚୁ ଗଛ, ମୁଁ ପାଖ ଜଙ୍ଗଲକୁ ଯାଉଛି କାମ କରିବା ପାଇଁ। ଅନେକ ଦିନ ହେଇଯିବ ମୁଁ ଏ ଜଙ୍ଗଲରେ କିଛି ବି କାମ ପାଉନି। ଆଜି ମୋ ଝିଅ କେକ୍ ଖାଇବାକୁ ମନ କରିଛି। ପାଖ ଜଙ୍ଗଲରେ ଯଦି କିଛି କାମ ପାଇବି ମୁଁ ମୋ ଝିଅ ପାଇଁ କେକ୍ କିଣିବି। ଚଢ଼େଇର କଥା ସରୁ ସରୁ ଲିଚୁ ଗଛରେ ଅନେକ ସାରା କେକ୍ ବାହାରିଲା। ଚଢ଼େଇ, ତତେ ଆଉ କାମ ଖୋଜିବା ପାଇଁ ପାଖ ଜଙ୍ଗଲକୁ ଯିବାକୁ ପଡ଼ିବନି। ଦିନେ ତୁ ମତେ ସାହାଯ୍ୟ କରିଥିଲୁ, ଆଜି ମୁଁ ତତେ ସାହାଯ୍ୟ କରିବି। ମୋ ଗଛରେ ଥିବା ଏ ସବୁ କେକ୍ ଆଜିଠୁ ତୋର। ତୁ ଏଥିରୁ କିଛି ନେଇ ଘରକୁ ଯା, ତୋ ଝିଅକୁ ଦେବୁ। ଆଉ କିଛି କେକ୍ ତୁ ବଜାରରେ ବିକ୍ରି କରିପାରିବୁ। ଏଇ କେକ୍ ବହୁତ ସ୍ୱାଦିଷ୍ଟ, ଯିଏ ଥରେ ଖାଇବ ବାରମ୍ବାର ଖାଇବାକୁ ଇଚ୍ଛା କରିବ। ବହୁତ ବହୁତ ଧନ୍ୟବାଦ ଲିଚୁ ଗଛ, ତୁ ଆଜି ମୋର ବହୁତ ବଡ଼ ଉପକାର କଲୁ। ତାପରେ ମା ଚଢ଼େଇ କିଛି କେକ୍ ନେଇ ଘରକୁ ଆସିଲା। ତା ଝିଅ ମନ ଭରି କେକ୍ ଖାଇଲା। ଆଉ କିଛି କେକ୍ ମା ଚଢ଼େଇ ବଜାରରେ ଦୋକାନ ଦେଇ ବିକ୍ରି କଲା। ଚଢ଼େଇ, ତୁ କେକ୍ ଦୋକାନ ଦେଇଛୁ? ଦେ ଦେ, ମତେ ଗୋଟେ କେକ୍ ଦେ, ଦେଖିବା ତୋ କେକ୍ କେମିତି ଲାଗୁଛି। ମୁଁ ଆଜି ହିଁ କେକ୍ ଦୋକାନ ଦେଇଛି, ଏଇ ନିଅନ୍ତୁ ଆପଣଙ୍କ କେକ୍। ବାଃ ଚଢ଼େଇ, ତୋ କେକ୍ ତ ଭାରି ସ୍ୱାଦିଷ୍ଟ। ମୁଁ ଏତେ ବଢିଆ କେକ୍ ଆଗରୁ ଖାଇନଥିଲି। ମୁଁ ଏବେ ଯାଉଛି, ସମସ୍ତଙ୍କୁ ତୋ କେକ୍ କଥା କହିବି। ଏମିତି ସେ ମିଟୁ ଜଙ୍ଗଲ ଭିତରକୁ ଗଲା, ଆଉ ସମସ୍ତଙ୍କୁ ଚଢ଼େଇର କେକ୍ ଦୋକାନ କଥା କହିଲା। ତା ଶୁଣି ସମସ୍ତେ ଚଢ଼େଇର କେକ୍ ଦୋକାନକୁ ଆସିଲେ, ଆଉ କେକ୍ ଖାଇ ତାକୁ ଟଙ୍କା ଦେଲେ।
ଚଢ଼େଇ ଆମକୁ ଦୁଇଟା କେକ୍ ଦେଲୁ। ଏଠି ଅନେକ ଭିଡ଼ ଥିବାରୁ ଆମେ ଶେଷରେ ଆସିଲୁ। ଭଲ କରିଛ, ଏଇ ନିଅ କେକ୍। छी छी କି ପଚା କେକ୍, ତ କେକ୍ ରୁ କେତେ ଦୁର୍ଗନ୍ଧ ବାହାରୁଛି। ତୁ କଣ ଦେଇ କେକ୍ ବନେଇଛୁ? ଜମା ପାଟିରେ ଦେଇ ହେଲାନି। ତମେ ଦୁଇ ଜଣ ମିଛ କଥା କାହିଁକି କହୁଛ? ଯଦି ତମମାନଙ୍କୁ କେକ୍ ଭଲ ଲାଗିଲାନି, ପାଟିରେ ଦେଉ ଦେଉ ହିଁ ତମେ ମାନେ ଖାଇପାରିନଥାନ୍ତ। ପୁରା କେକ୍ କୁ ଖାଇସାରି ଏମିତି ମିଛ କଥା କହୁଛ। ବୁଝିଗଲି, ତମେ ମାନେ ଟଙ୍କା ଦେବାକୁ ଚାହୁଁନଥିବ, ସେଥିପାଇଁ ଏମିତି ବାହାନା କରୁଛ। କାଳେ କେକ୍ ଟା ଭଲ ଲାଗିବ ଭାବି ଆମେ ପୁରା କେକ୍ ଟା ଖାଇଦେଲୁ। ତୁ ସମସ୍ତଙ୍କୁ ଭଲ କେକ୍ ଦେଲୁ, ହେଲେ ଆମକୁ ହିଁ ବାସି ଦୁର୍ଗନ୍ଧ କେକ୍ ଦେଲୁ। କହ, ତୁ ଏ କେକ୍ କେମିତି ବନେଇଛୁ? ମୁଁ ଏ କେକ୍ ବନେଇନି। ନଦୀ ପାଖରେ ଥିବା ଯାଦୁର ଗଛ ମତେ କେକ୍ ଦେଇଛି। ସେ କହିଥିଲା ଏ କେକ୍ ଭାରି ସ୍ୱାଦିଷ୍ଟ, ଆଉ ସବୁ କେକ୍ ର ସ୍ୱାଦ ଏକା ଭଳି। ଆଚ୍ଛା ଆଚ୍ଛା ଠିକ ଅଛି, ଆଉ ରାଗ୍ନି, ଏଇ ନେ ତ ଟଙ୍କା, ଆମେ ଏବେ ଯାଉଛୁ। ଦେଖିଲ ମୋର କେତେ ବୁଦ୍ଧି। ଆଜି ମୋ ବୁଦ୍ଧି ପାଇଁ ଆମେ ଜାଣିପାରିଲେ ଚଢ଼େଇ ଏତେ ବଢିଆ କେକ୍ କୋଉଠୁ ଆଣୁଛି। ଚାଲ ଆମେ ବି ସେ ଯାଦୁର ଗଛ ପାଖରୁ କେକ୍ ଆଣିବା, ଆଉ ତା ବିକ୍ରି କରି ଆମେ ବି ଧନୀ ହେବା। ଆରେ ଏଇଟା ତ ସେଇ ଗଛ ଯାହାକୁ ଆମେ ଅପାଡ଼ି ଦେଇଥିଲେ। ସେ ଏଠାକୁ କେମିତି ଆସିଲା? ଆଉ ତା ଗଛରେ କେକ୍ କେମିତି ଫଳିଲା? ହଁ ହଁ, ମୁଁ ସେଇ ଗଛ ଯାହାକୁ ତମେ ମାନେ ମାରିବା ପାଇଁ ଅପାଡ଼ି ଦେଇଥିଲ। ମୁଁ ସାଧାରଣ ଗଛ ନୁହଁ, ଯାଦୁର ଗଛ। ଶୁଣିବ ତମେ ମାନେ, ମୁଁ ଏଠାକୁ କେମିତି ଆସିଲି? ଚଢ଼େଇ ମତେ ଆଣି ଏଠି ଲଗେଇଦେଲା। ଚଢ଼େଇ ପାଇଁ ମୁଁ ନୂଆ ଜୀବନ ପାଇଛି, ସେଥିପାଇଁ ମୁଁ ଚଢ଼େଇକୁ କେକ୍ ଦେଇ ତାକୁ ସାହାଯ୍ୟ କରିଛି। ଗଛ, ଆମକୁ କ୍ଷମା କରିଦିଅ, ଆମେ ଆଉ କେବେ ବି ସେଭଳି ଭୁଲ କରିବୁନି। ଦୟାକରି ଆମକୁ ବି କେକ୍ ଦିଅ, ଆମେ ବି ଚଢ଼େଇ ପରି କେକ୍ ଦୋକାନ ଦେବୁ। ନା, ମୁଁ ତମ ଭଳି ସ୍ୱାର୍ଥପର ମାନଙ୍କୁ କେବେ ବି ସାହାଯ୍ୟ କରିବିନି। ସେଦିନ ମୁଁ ସାଧାରଣ ଗଛ ଥିଲି ବୋଲି ତମେ ମାନେ ମତେ ମାରିବାକୁ ଚାହୁଁଥିଲ, ଆଉ ଆଜି ଯେତେବେଳେ ଜାଣିଲ ମୁଁ ଯାଦୁର ଗଛ, ନିଜ ସ୍ୱାର୍ଥ ହାସଲ କରିବାକୁ ଚାଲି ଆସିଲ। ତମ ଭଳି ସ୍ୱାର୍ଥପର ମାନଙ୍କୁ ମୁଁ କେବେ ବି କେକ୍ ଦେବିନି। ଯିଏ ଭଲ, ଅନ୍ୟମାନଙ୍କୁ ବିପଦରେ ସାହାଯ୍ୟ କରେ, କେବଳ ମୁଁ ତାକୁ ହିଁ କେକ୍ ଦେବି। ଆରେ ତମେ ଏଇ ଗଛକୁ କେକ୍ କାହିଁକି ମାଗୁଛ? ଚାଲ ଆମେ ଜୋର କରି ତା ପାଖରୁ କେକ୍ ନେଇଯିବା। ଏମିତି କହି ଦୁଇ କାଉ କେକ୍ ଗଛକୁ ଗଲେ କେକ୍ ଆଣିବା ପାଇଁ। ସେ ଗଛ ଭିତରୁ ଦୁଇଟି ଡାଳ ବାହାରି ଦୁଇ କାଉଙ୍କୁ ବହୁତ ପିଟିଲା। ଆରେ ଆରେ, ସତରେ ଏଇଟା ଗୋଟେ ଯାଦୁର ଗଛ। ଏଇ ଗଛ କିଛି ବି କରିପାରିବ। ଚାଲ ଚାଲ ଶୀଘ୍ର ଏଠୁ ପଳେଇବା। ଦୁଇ କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ। ସେପଟେ ଚଢ଼େଇ କେକ୍ ବିକ୍ରି କରି ତା ଝିଅ ସହ ଖୁସିରେ ରହିଲା। ଦୂର ଏକ ଜଙ୍ଗଲରେ ବିଭିନ୍ନ ପ୍ରକାରର ଚଢ଼େଇ ମିଳିମିଶି ରହୁଥିଲେ। ଦିନେ ସେ ଜଙ୍ଗଲକୁ ଏକ ଦୁଷ୍ଟ ଚିଲ ଚାଲି ଆସିଲା। ଆରେ ବାହ, ଏ ଜଙ୍ଗଲରେ ତ ବହୁତ ଚଢ଼େଇ ଅଛନ୍ତି, ହେଲେ ମୁଁ ଯଦି ଏମିତି ଚଢ଼େଇମାନଙ୍କୁ ଧରି ଧରି ଖାଇବି, ସମସ୍ତେ ସତର୍କ ହେଇଯିବେ। ମତେ କିଛି ଏମିତି ଉପାୟ ବାହାର କରିବାକୁ ପଡ଼ିବ ଯେମିତି ମୁଁ ସହଜରେ ଚଢ଼େଇମାନଙ୍କୁ ଖାଇପାରିବି, ଆଉ ଏକଥା ଅନ୍ୟମାନେ ଜାଣିପାରିବେନି। ଆରେ ହଁ, ମତେ ଏକ ଉପାୟ ମିଳିଗଲା। ଏବେ ଯାଏ କାମରେ ଲାଗି ପଡ଼େ। ଏମିତି ଚିଲ ଏକ ଖୋଲା ପଡ଼ିଆ ଦେଖି ସେଠାରେ ଏକ ବଡ଼ ଗାତ କଲା। ସେ ଗାତ ଉପରେ କିଛି ଶୁଖିଲା ପତ୍ର ଘୋଡ଼େଇକି ରଖିଦେଲା। ସେ ଏମିତି ଘୋଡ଼େଇ ଦେଇଥିଲା ଯେ ଜଣା ପଡୁନଥିଲା ଶୁଖିଲା ପତ୍ର ତଳେ ଏକ ବଡ଼ ଗାତ ଅଛି। ତାପରେ ସେ ଶୁଖିଲା ପତ୍ର ଉପରେ କିଛି ଚାଉଳ ଦାନା ରଖିଦେଲା। ଏବେ ଦେଖିବି ମୋ ଜାଲରେ କେମିତି ଚଢ଼େଇ ପଡ଼ିବେନି। ତଳକୁ ଯାଇ ଦେଖେ କୋଉ ଚଢ଼େଇ ଆଗ ଏ ଜାଲରେ ପଡୁଛି। ତାପରେ ଚିଲ ସେ ଗାତ ଭିତରେ ଲୁଚି ରହିଲା। କିଛି ସମୟ ପରେ ଗୋଟେ ମିଟୁ ସେଠାକୁ ଆସିଲା। ସେ ଚାଉଳ ଦାନା ଦେଖି କହିଲା, ଆରେ ବାଃ, ଆଜି ମତେ ବିନା ପରିଶ୍ରମରେ ଏତେ ଖାଇବା ମିଳିଗଲା। ଆଉ କୋଉ ଚଢ଼େଇ ଏଠାକୁ ଆସିବା ପୂର୍ବରୁ ମୁଁ ଏ ସବୁ ଚାଉଳ ଦାନା ନେଇଯାଏ। ଏମିତି କହି ମିଟୁ ସେ ଚାଉଳ ଦାନା ଆଣିବା ପାଇଁ ଯେମିତି ଶୁଖିଲା ପତ୍ର ଉପରକୁ ଗଲା, ସେ ଗାତ ଭିତରେ ପଡ଼ିଗଲା। ତଳେ ଥିଲା ଚିଲ। ହା ହା ହା, ଆସ ମିଟୁ ଆସ, ଏବେ ମୁଁ ତତେ ଖାଇ ମୋ ଭୋକ ମେଣ୍ଟିବି। ଆରେ ବାପରେ, ମୁଁ ଏ କୋଉଠି ପଡ଼ିଗଲି? ଚାଉଳ ଦାନା ଲୋଭରେ ମୁଁ ଚିଲର ଜାଲରେ ପଡ଼ିଗଲି। ବଞ୍ଚାଅ, ମତେ କିଏ ବଞ୍ଚାଅ। ଚିଲ ତାକୁ ଆଉ କିଛି କହିବାର ସୁଯୋଗ ନ ଦେଇ ମିଟୁକୁ ମାରି ଖାଇଦେଲା। ଏମିତି ପ୍ରତିଦିନ ସେ ଚଢ଼େଇ ମାନଙ୍କୁ ଖାଉଥିଲା। ସେଇ ଜଙ୍ଗଲରେ ରହୁଥିଲା ଏକ ଛୋଟ ସନେଲି ଚଢ଼େଇ। ବିପଦ ସମୟରେ ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ଏମିତି ଦିନେ ରାତିରେ, ଆରେ ମୋ ଘର ଛାତ ହଠାତ୍ ଭାଙ୍ଗିଗଲା କେମିତି? ଏତେ ରାତିରେ ମୁଁ ଏବେ କୋଉଠିକି ଯିବି? ଏ ବର୍ଷା ପାଣିରେ ବେଶୀ ସମୟ ରହିଲେ ମୋ ଦେହ ଖରାପ ହେଇଯିବ।
ଆଜି ରାତି ମୁଁ ମୋ ପାଖ ପଡ଼ୋଶୀ କାଉ ଘରକୁ ଯାଇଥାଏ। କାଲି ସକାଳେ ମୁଁ ମୋ ଘର ମରାମତି କରିନେବି। ତାପରେ ସେ ଚଢ଼େଇ କାଉର ଘରକୁ ଗଲା ଆଉ ତା ଘରର କବାଟ ବାଡ଼େଇଲା। ଆରେ ଚଢ଼େଇ, ଏତେ ରାତିରେ ଆମ ଘର କବାଟ କାହିଁକି ବାଡ଼ଉଛୁ? ତୁ କ'ଣ ଆଜି ରାତି ଆମକୁ ଶୋଇବାକୁ ଦେବୁନି? କଥା କ'ଣ କି ଚମ୍ପା କାଉ, ଏ ବର୍ଷା ପାଇଁ ମୋ ଘର ଛାତ ଭାଙ୍ଗି ଯାଇଛି। ମୋ ଘର ଭିତରେ ପାଣି ପଡ଼ୁଛି। ଆଜି ରାତି ମୋତେ ତ ଘରେ ରହିବାକୁ ଦେଇଥା। ସକାଳ ହେଲେ ମୁଁ ମୋ ଘର ମରାମତି କରିନେବି। ଆରେ ଆରେ, ବୁଦ୍ଧିମତୀ ଚଢ଼େଇ ଘରେ ପାଣି ପଶିଗଲା। ମୁଁ ତ ଶୁଣିଥିଲି ଚଢ଼େଇ ତୁ ବହୁତ ବୁଦ୍ଧିମାନ ଆଉ ପରିଶ୍ରମୀ। ଏଥର ବର୍ଷା ହେବା ଆଗରୁ ତୁ ତ ଘର ଛାତ ଠିକ୍ କରିପାରିଲୁନି କେମିତି? ଚଢ଼େଇ ମାନେ ତ ବୁଦ୍ଧିକୁ ଭାରି ପ୍ରଶଂସା କରନ୍ତି। ଏବେ ଯାଉନୁ ନିଜ ବୁଦ୍ଧି ନେଇ ନିଜ ଘର ଠିକ୍ କରିବୁ। ଆମକୁ ବିରକ୍ତ କରନି, ତୁ ଏଠୁ ଚାଲିଯା। ମୁଁ ତତେ ମୋ ଘରେ ରଖିପାରିବିନି। ଏମିତିରେ ବି ମୋ ଘର ବହୁତ ଛୋଟ, ତୁ ମୋ ଘରେ ରହିପାରିବୁନି। ସମସ୍ତେ ସୋନେଲି ଚଢ଼େଇର ପ୍ରଶଂସା କରିବା କଥାକୁ କାଉର ସ୍ତ୍ରୀ ସହିପାରୁନଥିଲା। ଆଜି ସୁଯୋଗ ପାଇଲା ପରି ସେ ଚଢ଼େଇର ଅପମାନ କଲା। ଚମ୍ପା କାଉ, ପ୍ରକୃତରେ ତ ଘର ଛୋଟ ନୁହଁ, ତୋ ମନଟା ଛୋଟ। ତୋ ପାଖକୁ ଆଜି ସାହାଯ୍ୟ ପାଇଁ ଆସିଲି ବୋଲି ତୁ ମୋତେ ଏତେ ଅପମାନ କରୁଛୁ। ହଉ ଠିକ୍ ଅଛି, ମୁଁ ଏବେ ଯାଉଛି। ଏମିତି ଚଢ଼େଇ ସେଠାରୁ ଚାଲି ଆସିଲା। କିଛି ଦୂର ଆସିଲା ପରେ ତାର ନଜର ଏକ କଦଳୀ ଗଛ ଉପରେ ପଡ଼ିଲା। ଆରେ, କଦଳୀ ପତ୍ର ତ ବହୁତ ବଡ଼। ଆଜି ରାତି ମୁଁ ଏଠୁ ଗୋଟେ କଦଳୀ ପତ୍ର ନେଇ ମୋ ଭଙ୍ଗା ଛାତ ଉପରେ ରଖିଦିଏ। କିଛି ସମୟ ପାଇଁ ହେଲେ ମୋ ଘରେ ପାଣି ପଡ଼ିବନି। ଏମିତି ଚିନ୍ତା କରି ଚଢ଼େଇ ଗୋଟେ କଦଳୀ ପତ୍ର ତୋଳି ନେଇ ନିଜ ଘର ଛାତରେ ରଖିଦେଲା, ଯାହାଫଳରେ ଘର ଭିତରେ ଆଉ ପାଣି ପଡ଼ିଲାନି। ପରଦିନ ସକାଳେ ବର୍ଷା ଛାଡ଼ିଗଲା। କାଉର ସ୍ତ୍ରୀ ଖାଇବା ଖୋଜିବା ପାଇଁ ବାହାରକୁ ଯାଇଥିଲା, ହେଲେ ସନ୍ଧ୍ୟା ହେଲା ପରେ ବି ସେ ଆଉ ଘରକୁ ଫେରିଲାନି। କାଉ ତାକୁ ଜଙ୍ଗଲ ସାରା ଖୋଜିଲା, ହେଲେ ପାଇଲାନି। ଶେଷରେ ସେ ଏକ ଗଛ ଡାଳରେ ବସି କାନ୍ଦୁଥିଲା। ଆରେ କାଉ, ତୁ ଏଠି ବସି ଏମିତି କାନ୍ଦୁଛୁ କ'ଣ ପାଇଁ? କାଲି ସକାଳେ ମୋ ଦେହ ଖରାପ ଥିବାରୁ ମୋ ସ୍ତ୍ରୀ ଖାଇବା ଆଣିବା ପାଇଁ ଯାଇଥିଲା, ହେଲେ ଏଯାଏଁ ସେ ଘରକୁ ଫେରିନି। ମୁଁ ତାକୁ ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ ତାକୁ କୋଉଠି ବି ପାଉନି। ଜଙ୍ଗଲରେ କ'ଣ ହେଉଛି କେଜାଣି? ସବୁ ଚଢ଼େଇ ଧୀରେ ଧୀରେ କେମିତି ହଜି ଯାଉଛନ୍ତି ଜାଣି ହଉନି। କ'ଣ ହେଲା? ତମେ ମାନେ ଏଠି ବସି କ'ଣ କଥା ହେଉଛ? କାଉ ଭାଇ, ତମେ କାନ୍ଦୁଛ କ'ଣ ପାଇଁ? କାଉ ତାକୁ ସବୁ ଘଟଣା କହିଲା। କେବଳ ଚମ୍ପା କାଉ ନୁହଁ, ଆମ ଜଙ୍ଗଲରେ ଏମିତି ଅନେକ ଚଢ଼େଇ ହଜି ଯାଉଛନ୍ତି। କିଛି କହନା ସୋନେଲି ଚଢ଼େଇ, ନହେଲେ ଆମେ ବି ଦିନେ ଏମିତି ହଜିଯିବା। କିନ୍ତୁ ମୁଁ ଏଥିରେ କ'ଣ କରିପାରିବି? ମୁଁ ତ ଏ ବିଷୟରେ କିଛି ବି ଜାଣିନି। ସେମାନେ ଯେତେବେଳେ ଏମିତି କଥା ହେଉଥିଲେ, ଏକ ଛୋଟ ପ୍ରଜାପତି ସେଠାକୁ ଆସି କହିଲା, ମୁଁ ଜାଣେ ସବୁ ଚଢ଼େଇ କେମିତି ହଜି ଯାଉଛନ୍ତି। ମୁଁ ଆଜି ସକାଳେ ଏକ ଫୁଲ ଉପରେ ବସିଥିଲି, ହଠାତ୍ ମୁଁ ଦେଖିଲି। ଆରେ ବା, ଏଠି ଏତେ ଚାଉଳ ଦାନା ଅଛି। ଭଲ, ଆଜି ମତେ ଆଉ ଖାଇବା ଖୋଜିବାକୁ ପଡ଼ିବନି। ଚାଲ ଶୀଘ୍ର ମୁଁ ଏ ଚାଉଳ ଦାନା ନେଇ ଘରକୁ ଯାଏ। ଆରେ ଆରେ, ଏ ଚମ୍ପା କାଉ କୋଉଠି ପଡ଼ିଗଲା? ଏମିତି କ'ଣ ଚିତ୍କାର ଶୁଭୁଛି? ମୁଁ ଯାଇ ଦେଖେ। ତାପରେ ମୁଁ ସେ ଶୁଖିଲା ପତ୍ର ପାଖକୁ ଯାଇ ଦେଖିଲି, ସେଠି ଗୋଟେ ବଡ଼ ଗାତ ଅଛି। ସେ ଗାତ ତଳେ ଗୋଟେ ଚିଲ ଚମ୍ପା କାଉକୁ ମାରି ଖାଉଥିଲା। ଆରେ ଆରେ, ଏ ଚିଲ ତାହେଲେ ଏଠି ଜାଲ ବିଛେଇ ଚଢ଼େଇ ମାନଙ୍କୁ ଖାଉଛି। ମୁଁ ଯାଏ ଜଙ୍ଗଲର ସମସ୍ତଙ୍କୁ ଏକଥା କହିଦିଏ। ସେଥିପାଇଁ ଚଢ଼େଇ, ମୁଁ ଶୀଘ୍ର ତମମାନଙ୍କୁ ଏକଥା କହିବା ପାଇଁ ଚାଲି ଆସିଲି। ହେ ଭଗବାନ, ସେ ଚିଲ ଏଇ ଜଙ୍ଗଲକୁ କେମିତି ଚାଲି ଆସିଲା? ଏତେ ଦିନ ହେଇଗଲାଣି, ଆମେ ଏକଥା ଜାଣିପାରିଲେନି କେମିତି? ସୋନେଲି ଚଢ଼େଇ, ଆମେ ଜାଣୁ ତୁ ଆମ ସମସ୍ତଙ୍କଠୁ ବେଶୀ ବୁଦ୍ଧିମାନ। କିଛି କର ଚଢ଼େଇ, ନହେଲେ ସେ ଚିଲ ଆମକୁ ବି ଖାଇଦେବ। ତମେ ମାନେ ଚିନ୍ତା କରନି, ସେ ଚିଲକୁ ମାରିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ଆଗ ସମସ୍ତଙ୍କୁ କହିଦେବ, କିଛି ଦିନ ପାଇଁ ଚିଲ ରହୁଥିବା ସେ ଖୋଲା ପଡ଼ିଆକୁ କେହି ବି ଯିବେନି। ଏବେ ମୋ ଉପାୟ ଶୁଣ। ଏମିତି ସେମାନେ ଚିଲକୁ ମାରିବା ପାଇଁ ଏକ ଯୋଜନା ବନେଇଲେ। ସବୁ ଚଢ଼େଇ ଚିଲ କଥା ଜାଣିବା ପରେ କେହି ବି ଆଉ ସେ ଖୋଲା ପଡ଼ିଆ ପାଖକୁ ଗଲେ ନାହିଁ। ଅନେକ ଦିନ ଧରି ଚିଲ ଚଢ଼େଇମାନଙ୍କୁ ନ ଖାଇପାରି ଅନେକ ଚିନ୍ତାରେ ପଡ଼ିଗଲା। କଥା କ'ଣ? ଅନେକ ଦିନ ଧରି ଚଢ଼େଇମାନେ ଏଠାକୁ ଆଉ ଆସୁନାହାନ୍ତି କାହିଁକି? ମୋ କଥା କେହି ଜାଣିଗଲେନି ତ? ସେ ଏମିତି ଚିନ୍ତା କରୁଥିବା ସମୟରେ ସେଇ ଛୋଟ ପ୍ରଜାପତି ଚିଲ ପାଖକୁ ଆସିଲା। ଚିଲ ଆଜ୍ଞା, ଆଉ ଆପଣ ଏଠି ଚଢ଼େଇ ମାନଙ୍କୁ ପାଇବେନି। ହେଲେ ମୁଁ ଏକ ଏମିତି ଜାଗା ଜାଣିଛି, ଯୋଉଠିକି ଗଲେ ଆପଣ ଅନେକ ଚଢ଼େଇଙ୍କୁ ଖାଇପାରିବେ। ସେଇଟା କୋଉ ଜାଗା? ମତେ ଶୀଘ୍ର କହ, ନହେଲେ ଏବେ ମୁଁ ତତେ ମାରିଦେବି। ନା ନା, ମୋ
ମତେ ମାରନି, ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ହିଁ ଆସିଛି। ଏଠାରୁ କିଛି ଦୂରରେ ଏକ ଫଳ ବଗିଚା ଅଛି, ସେଠାକୁ ଗଲେ ଆପଣ ଅନେକ ଚଢ଼େଇଙ୍କୁ ଧରି ଧରି ଖାଇପାରିବେ। ପ୍ରଜାପତି ପାଖରୁ ଏମିତି ଶୁଣି ଚିଲ ଶୀଘ୍ର ସେ ଯାଉଗଲା। ସେପଟେ ସବୁ ଚଢ଼େଇ ଆଗରୁ ହିଁ ସେ ଫଳ ବଗିଚା ପାଖରେ ଏକ ବଡ଼ ଗାତ କରି ତା ଭିତରେ କିଛି ବିଷାକ୍ତ ପୋକ ଆଉ କଙ୍କଡ଼ା ରଖି ଦେଇଥିଲେ। ତାପରେ ସୋନେଲି ଚଢ଼େଇ କିଛି ଶୁଖିଲା ପତ୍ର ଆଣି ଗାତ ଉପରେ ରଖିଦେଲା। ସେ ଏକ ଫଳ ଖାଇ ଖାଇ ସେଠି ଛିଡ଼ା ହେଇ ରହିଲା। ଅନ୍ୟମାନେ ଗଛ ଉପରେ ଲୁଚି ଚିଲକୁ ଅପେକ୍ଷା କରି ରହିଲେ। ଏଇ ତ ଆଗରେ ଗୋଟେ ଚଢ଼େଇ ଛିଡ଼ା ହେଇଛି। ଏ ଚଢ଼େଇ ମତେ ଦେଖି ଏଠାରୁ ଯିବା ପୂର୍ବରୁ ଯାଏ ଶୀଘ୍ର ତାକୁ ଖାଇନିଏ। ଏମିତିରେ ବି କେତେ ଦିନ ହେଇଗଲାଣି ମୁଁ ଚଢ଼େଇ ଖାଇନି। ଏମିତି ଚିନ୍ତା କରି ଚିଲ ଚୁପ୍ ଚୁପ୍ ଚଢ଼େଇ ପାଖକୁ ଗଲା। ଚଢ଼େଇ ଜାଣିଥିଲା ଚିଲ ତା ପାଖକୁ ଆସୁଛି, ହେଲେ ସେ ତାକୁ ନ ଦେଖିଲା ପରି ଫଳ ଖାଉଥିଲା। ଚିଲ ଯେମିତି ସେ ଶୁଖିଲା ପତ୍ର ଉପରକୁ ଗଲା, ସେ ଗାତ ଭିତରକୁ ଖସି ପଡ଼ିଲା। ଗାତ ଭିତରେ ଥିବା ବିଷାକ୍ତ ପୋକ ଆଉ କଙ୍କଡ଼ା ଚିଲକୁ କାମୁଡ଼ିଲେ। ଆରେ ଏ କଣ ହେଇଗଲା? ମୁଁ ନିଜ ଜାଲରେ ନିଜେ ହିଁ ପଡ଼ିଗଲି। ବିଷାକ୍ତ ପୋକ ଆଉ କଙ୍କଡ଼ାଙ୍କ ଯୋଗୁଁ କିଛି ସମୟରେ ହିଁ ଚିଲ ମରିଗଲା। ଦୁଷ୍ଟ ଚିଲ ପାଖରୁ ମୁକ୍ତ ହେଇ ସବୁ ଚଢ଼େଇ ଖୁବ୍ ଖୁସି ଥିଲେ ଆଉ ନିଜ ନିଜ ଘରକୁ ଫେରିଗଲେ।